चलो गोटे मिनिट पिले ହେଲା ତ ମେଘଦୂତ ପିଲେ ହେଇଗଲା ମାନେ ଶ୍ଲୋକ ପାଇଁ ପିଲେ ସେ କେବଳ ମେଘଦୂତ ଆଉ ଅଭିଜ୍ଞାନ ଶାକୁନ୍ତଳ ପିଲେ ଏ ଦିଟା ରଖିଛି। ଠିକ ଅଛି ତ ୟା ପରେ ଆମେ ମାନେ ଅଭିଜ୍ଞାନ ଶାକୁନ୍ତଳ ଦେଖିବା କାଲି ପିଲେ ଯୋଉ ନା ପରଦିନ ଯୋଉ ପଠେଇଥିଲେ ମକ୍ ଟେଷ୍ଟ ଗୁଡାକ ସବୁ କଲର ସମସ୍ତେ ନା କରିନ? ଯୋଉମାନେ ପିଲା ନୂଆ ଆଜ୍ଞା ଅଛ ସେମାନେ ତ ନିହାତି ଭାବରେ କରିନିଅ ବାକି ପୁରୁଣା ପିଲାମାନେ ତ କରିଛନ୍ତି ତଥାପି ମଧ୍ୟ ସେଗୁଡାକ ପ୍ରାକ୍ଟିସ ପାଇଁ ପିଲା କରିଦେଇଥାଅ ଠିକ ଅଛି। ତ ସେଥିରେ ପିଲା 8ଟା ମୁଁ ତ ମନକୁ ମକ୍ ଟେଷ୍ଟ ପଠେଇଥିଲି ଯୋଉ ଆମର ଉଦୟ ଶଙ୍କର ଯାହା ସାରଙ୍କ ବହିର ପିଲା 8ଟା ୟୁନିଟ୍ ଆମେ କରିଥିଲେ ଆଉ ତାର 2ଟା ୟୁନିଟ୍ ଅଛି ସେ 2ଟା ୟୁନିଟ୍ ପିଲା ଆମେ କାଲି ଗୋଟେ ପରଦିନ ଗୋଟେ କରିକି ପିଲେ ତାକୁ ସାରିଦବା ଠିକ ଅଛି 9 ଆଉ 10 ହେଇଗଲେ ସେ ବହିଟା ପିଲେ ପୁରା କମ୍ପ୍ଲିଟ ହେଇଗଲା। ତ ସେଇଟା କମ୍ପ୍ଲିଟ ହେଇଗଲା ସେଇଟା ତମେ କେବଳ କଣ ନା ସେଇ ଯେତିକି ମକ୍ ଟେଷ୍ଟ ରହିଲା ସେଇତକ ହିଁ ଇମ୍ପୋର୍ଟାଣ୍ଟ ଜିନିଷ ତା ଭିତରୁ ଠିକ ଅଛି ଆଉ ମାନେ ଦ୍ୱିତୀୟ ଥର ଆଉ ପଢିବାକୁ ପଡିବନି ସେ ମକ୍ ଟେଷ୍ଟ ଗୁଡାକ ଥରେ ଥରେ ଆବୃତ୍ତି କରିଦେଲେ ପିଲେ ସେଗୁଡାକ ହେଇଯିବ ବୁଝିହେଲା। ତାପରେ ଏଗୁଡାକ ତମ ପିଲା ୟାକୁ ଦେଖିବ ହୁଁ। ଠିକ ଅଛି ପିଲେ ତ ବର୍ତ୍ତମାନ ପିଲା ମାନେ କଣ କରିବା ନା ସେଇ ଯୋଉ ଉଦୟ ଶଙ୍କର ଯାହା ସାରଙ୍କ ବହିରୁ ପିଲେ ସଂସ୍କୃତ ଶିକ୍ଷଣ ପଢି ଦେଇଥିଲେ ପିଲେ ଆଉ ବାକି ଯୋଉ ଓଡିଆ ବହି ହିସାବରେ ଯୋଉଟା ଆମର ଓଡିଶା ଗଭର୍ଣ୍ଣମେଣ୍ଟ ହିସାବରେ ଯୋଉ ସଂସ୍କୃତ ଶିକ୍ଷଣ ରହିଛି ତାକୁ ଆମେ ମାନେ ଟିକେ ନାକୁ ଦେଖିଦବା ଗଲେ ସେ ଗୋଟେ ଅଧା ପାଠ ପିଲେ ପୁରା କମ୍ପ୍ଲିଟ ପିଲେ ହେଇଯିବ ବୁଝିହେଲା। ତାପରେ ଆମ ମାନେ ଯୋଉ ରହିଲା ପ୍ୟାସେଜ ରହିଲା ଏଗୁଡାକ ରହିଲା ତାକୁ ତାପରେ ଆରମ୍ଭ କରିବା ପିଲେ ଠିକ ଅଛି କାହିଁକି ନା ସପ୍ତ ଶିକ୍ଷଣ ଏମିତିରେ ସରିଯାଇଛି ପିଲେ ଉଦୟ ଶଙ୍କର ଯାହା ସାରଙ୍କ ବହିର ବାକି ଓଡିଆ ବହିରେ ଯାହା ଅଛି ତାକୁ ଥରେ ଥରେ ପଢିଦବା ତମେ ଆଗରୁ ତ ବଢିଛ ବହୁତ ଥର ଖାଲି ଥରେ ଥରେ ପିଲା ଆବୃତ୍ତି କରିଦବା ତ ସରିଯିବ ପିଲେ ସେଇ ଯୋଉ ଜିନିଷ ପୁରା କମ୍ପ୍ଲିଟ ହେଇଯିବ। ହେଲା ତାପରେ ସବୁ ଜାଗାର ମକ୍ ଟେଷ୍ଟ ପିଲା ଆମେ କଣ୍ଟିନ୍ୟୁ କରିବା। ହୁଁ କିଏ କଣ କହୁଛ ବୋଲେ କୁହ? ସାର୍ ଗଦ୍ୟ ପ୍ୟାସେଜ ଟିକେ କରିବା। ହଁ ଗଦ୍ୟ ପ୍ୟାସେଜ ୟାପରେ ପିଲା ଆରମ୍ଭ କରିବା ଠିକ ଅଛି। ସାର୍ ଏଇଟା କଣ ସିଟି ବୁକ୍ ଟା ନା କଣ କୋଉ ବୁକ୍ ଟା ଓଡିଆ ବୁକ୍ ଟା ଏଇଟା? ହଁ ଏଇଟା ସିଟି ବୁକ୍ ର ପିଲେ ଯୋଉଟା ସିଟି ବୁକ୍ ର ଏଇ ଯାକ। ସାର୍ ପ୍ରିଭିୟସ୍ କ୍ଲାସରେ ସବୁ ଦେଲେନି ମୁଁ ଜଏନ୍ ହେଇଛି ତ। ତମକୁ ଝିଅ ପଠେଇନି ମୁଁ ମତେ ମେସେଜ କରିଥିଲ ବୋଧେ ନା ନାଇଁ? ଆଜ୍ଞା। ହଁ ତ ଠିକ ଅଛି ମୁଁ ଏଇ କ୍ଲାସ ପରେ ପଠେଇଦେବି ହେଲା। ସାର୍ ମତେ ବି ପଠେଇଦେବେ। ହଁ ଯୋଉମାନଙ୍କୁ ନ ପାଇଛନ୍ତି ନୂଆ ଜଏନ ହେଇଛନ୍ତି ମତେ ଥରେ ଥରେ ମେସେଜ କରିଦବ ମୁଁ ପଠେଇଦେବି। ହେଲା ପିଲେ। ହଉ ତ ଠିକ ଅଛି ପିଲେ ତାମାନେ ଏଗୁଡା ତମେ ପଢିଛ ପିଲେ ଖାଲି ଥରେ ଥରେ ଆବୃତ୍ତି କରିବା କଥା ପିଲେ ଠିକ ଅଛି। କିଛି ବିଶେଷ ନାହିଁ ପିଲେ ହଁ ତମେ ମାନେ ଆଗରୁ ବହୁତ ଥର ଗୁଡାକ ପଢିଛ ବି ଠିକ ଅଛି। ହେଲା ତ ଯୋଉ ୟୁନିଟରେ ପିଲା ମାନେ ଆରେ ପିଲା ସ୍କ୍ରିନ ଶୋ କରୁଛି ଟି? ସାର୍ କିଛି ଶୋଭା ଯାଉନଥିଲା। ନାଇଁ ସ୍କ୍ରିନ ରେ ଶୋ କରୁଛି ନା ନାଇଁ? ନାଇଁ କରୁନି ସାର୍। ଏବେ କରିଲା ସାର୍ ଏବେ କରିଲା। ହଁ ଠିକ ଅଛି ଠିକ ଅଛି ଗୋଟେ ମିନିଟ। ହେଲା। ତ ଆମ ମାନେ ପିଲେ ଏଇ ୟୁନିଟରେ ଦେଖିବା କି ସଂସ୍କୃତ ଶିକ୍ଷଣର ପିଲେ ସାମାନ୍ୟ ଉଦ୍ଦେଶ୍ୟ ତାର କିଛି ମହତ୍ଵ ସେଇ ବିଷୟରେ ପିଲେ ପଢିବା। ତେବେ ଆମମାନେ ସମସ୍ତେ ଜାଣିଛେ ପିଲେ ସଂସ୍କୃତ ଭାଷା ହଉଛି ପିଲେ ଭାଷା ମାନଙ୍କ ମଧ୍ୟରେ କଣ? ପ୍ରାଚୀନତମ ଠିକ ଅଛି। ଆଉ ତା ସହିତ ପିଲେ ଭାଷାବିତ୍ ମାନେ କହିଛନ୍ତି କି ଭାଷା ମାନଙ୍କ ମଧ୍ୟରେ ପିଲେ ସଂସ୍କୃତ ଭାଷା ହଉଛି ଗୋଟେ ପ୍ରକାର ପିଲେ ପ୍ରାଚୀନ କୋଉ ଭାଷା ପିଲେ? ସଂଯୋଗକାରୀ ଭାଷା ଆମ ମାନେ ପିଲେ ଉଦୟ ଶଙ୍କର ଦାସ ଙ୍କ ବହିରେ ଗୋଟେ ପଢିଥିଲେ ପିଲେ କି ସଂସ୍କୃତ ଭାଷା ହଉଛି ପିଲେ କଣ ପିଲେ ଶ୍ଲିଷ୍ଟ ନା ଅଶ୍ଲିଷ୍ଟ ନା କଣ? ହଁ ତ ଶ୍ଲିଷ୍ଟ ଭାଷା ପିଲେ ହଁ। ଆଉ ସଂସ୍କୃତ ଭାଷାର ଯଦି ପ୍ରଥମ ବାଙ୍ଗ୍ମୟ ପିଲେ କୁହାଯାଏ ତେବେ ତାହା ହଉଛି ପିଲେ କଣ? ବେଦ ପିଲେ ଠିକ ଅଛି। ବେଦ ଆଉ ତା ଭିତରେ ବି ଋକ୍ ବେଦ ପିଲେ ଆଉ ଠିକ ତ ସଂସ୍କୃତ ଭାଷାର ପିଲେ ଯୋଉ ପ୍ରଥମ ବାଙ୍ଗ୍ମୟ ରହିଛି ବେଦ ଆଉ ଯେହେତୁ ବେଦ ଭିତରେ ପିଲେ ପ୍ରଥମ ବେଦ ହଉଛି ଋଗ୍ ବେଦ
ତ ସେଥିପାଇଁ ତାହା ହିଁ ପିଲେ ସଂସ୍କୃତ ଭାଷାର ପ୍ରଥମ ପିଲେ ବାଙ୍ଗ୍ମୟ। ଆଉ ସେଇ କଥା ପିଲେ ଭର୍ତ୍ତୃହରି ମଧ୍ୟ ନିଜର ମତ ଦେଇଛନ୍ତି କୋଉଥିରେ ପିଲେ ଭର୍ତ୍ତୃହରିଙ୍କର କୃତି କଣ? ବାକ୍ୟ ପଦ୍ୟମରେ। ଠିକ ଅଛି ପିଲେ। ତ ବାକ୍ୟ ପଦ୍ୟମରେ କହିଛନ୍ତି କି ପିଲା ଅନାଦି ନିଧନା ନିତ୍ୟା ବାଘ ଉତ୍ସୃଷ୍ଟା ସ୍ୱୟଂଭୁବା ଆଦୌ ବେଦମୟୀ ଦିବ୍ୟା ୟତଃ ସର୍ବାଃ ପ୍ରଭୃତୟ। ଠିକ ଅଛି ଏଇ ପ୍ରଶ୍ନ ପିଲେ ଏଲଟିଆର ରେ ପଡିଥିଲା ମଧ୍ୟ ଆଉ କନଫ୍ୟୁଜନ ବି ସୃଷ୍ଟି କରିଥିଲା କାହିଁକି ନା ଭର୍ତ୍ତୃହରି ପିଲେ କୋଉଠି ବି କହିନାହାନ୍ତି ଏ କଥା ପିଲେ ଆକ୍ଚୁଆଲି ବୁଝି ହଉଛି ତ ତାଙ୍କର ବାକ୍ୟ ପଦ୍ୟ ଅନାଦି ନିଧନା ନିତ୍ୟା ବାଘ ଉତ୍ସୃଷ୍ଟା ସ୍ୱୟଂଭୁବା ପିଲେ ତାଙ୍କ ସେଥିରେ ନାହିଁ ଅଛି ପିଲେ କୋଉଥିରେ ମହାଭାରତରେ ପିଲେ। ଠିକ ଅଛି ଏଇ ଯୋଉ ଶ୍ଲୋକ ପିଲା ଆକ୍ଚୁଆଲି ଅଛି ପିଲା ମହାଭାରତରେ କିନ୍ତୁ ଯେହେତୁ ପିଲା ଓଡିଆ ଗଭର୍ଣ୍ଣମେଣ୍ଟ ବହିରେ ଦେଇଛି ଭର୍ତ୍ତୃହରି ପିଲେ ବା ବାକ୍ୟ ପଦ୍ୟମ ତ ସେଥିପାଇଁ ସେ ଆନ୍ସର କିରେ ମଧ୍ୟ କାହାକୁ ମାନିଥିଲା ବାକ୍ୟ ପଦ୍ୟମକୁ ମାନିଥିଲା ପରେ ପିଲେ ଯୋଉ ଚ୍ୟାଲେଞ୍ଜ ହେଲା ତ ମହାଭାରତକୁ ମଧ୍ୟ ପିଲେ ମାନିଲା ତ ଦିଟା ଯାକ ଆନ୍ସର ପିଲେ ଠିକ ହେଇଥିଲା ହେଲା ବୁଝାଉଛି ନା ନାଇଁ ପିଲେ ଆକ୍ଚୁଆଲି ଦେଖିବାକୁ ଗଲେ ମହାଭାରତରେ ବି ଫୁଲ ନାହିଁ ପିଲେ ବୁଝାଉଛି ଏ ଶ୍ଲୋକ ମାନେ ଯୋଉ ଟାଇପ ର ଏଠି ଦେଇଛି ନା ପିଲେ ତ ମହାଭାରତରେ ବି ଏକ୍ଜାକ୍ଟଲି ଏ ଶ୍ଲୋକ ବି ଏମିତି ବି ନାହିଁ ହେଲା ତ ଟିକେ ଭିନ୍ନ ପ୍ରକାରରେ ଅଛି ତ ଗୋଳିଆ ମିଶା କରି ଶ୍ଲୋକ ଲେଖା ହେଇଛି ପିଲେ ଆଉ ତ ସେ କହୁଛନ୍ତି କି ପିଲେ ଅନାଦି ନିଧନା ନିତ୍ୟା ବାକ ଉତ୍ସୃଷ୍ଟା ସ୍ୱୟଂଭୁବା ମାନେ ହଉଛନ୍ତି ପିଲେ କିଏ ସେ ବ୍ରହ୍ମା ପିଲେ ଠିକ ଅଛି ହେଲା ତ ବ୍ରହ୍ମା ପିଲେ କଣ କରିଥିଲେ ନା ବାକ ଉତ୍ସୃଷ୍ଟା ପିଲେ ଗୋଟେ ବାଣୀକୁ ସୃଷ୍ଟି କରିଥିଲେ ନା ନାଇଁ ତ ସେ ବାଣୀ ପିଲେ କେମିତିକା ବାଣୀ ଥିଲା ନା ଅନାଦି ନିଧନା ହେଲା ଅନାଦି ମାନେ ଯାହାର ଆଦି ନାହିଁ ଅନିଧନା ମାନେ ଯାହାର ଅନ୍ତ ନାହିଁ ଠିକ ଅଛି ଯାହାର ପିଲା ଆଦି ନାହିଁ କି ଅନ୍ତ ନାହିଁ ଠିକ ଅଛି ମାନେ ଯାହାର ପିଲା ଆଦି ନାହିଁ କି ଅନ୍ତ ନାହିଁ ସେଭଳିଆ ଜିନିଷକୁ ପିଲେ କଣ କୁହାଯାଏ ନିତ୍ୟ ତାକୁ ଏତେ ପିଲେ ନିତ୍ୟ ବୋଲି କୁହାଯାଏ ନା ଯୋଉ ଜିନିଷର ପିଲା ଆଦି ନାହିଁ କି ଅନ୍ତ ନାହିଁ ତାକୁ କୁହାଯାଏ କଣ ନା ନିତ୍ୟ ତେବେ ସ୍ୱୟଂଭୁବା ପିଲେ ବ୍ରହ୍ମା ଏଭଳି ଏକ ନିତ୍ୟ ବାଣୀ ସୃଷ୍ଟି କରିଥିଲେ ଯାହାର ନା ତ ଆଦି ଅଛି ନା ତ ପିଲେ ଅନ୍ତ ଅଛି ଆଉ ଆଦୌ ପ୍ରଥମେ ଏଭଳି ଏକ ବାଣୀ ସୃଷ୍ଟି କରାଯାଇଥିଲା ଆଉ ସେଭଳି ସେଇ ଯୋଉ ବାଣୀ ପିଲେ କୋଉ ଆକାରରେ ଥିଲା ନା ପିଲେ ବେଦମୟୀ ପିଲେ ବେଦ ରୂପା ଠିକ ଅଛି ବେଦ ସ୍ୱରୂପା ଏଭଳି ଭାବରେ ସେ ବାଣୀ ପିଲେ ରହିଥିଲା ଯାହାକି ପିଲେ ଦିବ୍ୟା ଯାହାକି ଦିବ୍ୟ ବାଣୀ ଥିଲା ମାନେ ଅଲୌକିକ ବାଣୀ ଥିଲା ଆଉ ୟତଃ ସର୍ବାଃ ପ୍ରବୃତୟ ଆଉ ସେଇ ବାଣୀରୁ ହିଁ ପିଲେ ସର୍ବାଃ ପ୍ରବୃତୟ ତ ସମସ୍ତ ପ୍ରବୃତ୍ତି ମାନେ ଆମେ ମାନେ କହିପାରିବା ସମସ୍ତ ଭାଷା ସେଇଠୁ ହିଁ ଜାତ ହେଇଥିଲେ ଅର୍ଥାତ ସଂସ୍କୃତ ଭାଷାକୁ ପିଲେ ଏ ଶ୍ଲୋକରେ ସମସ୍ତ ଭାଷା ନାମ କଣ କୁହାଯାଇଛି ପିଲେ ଜନନୀ ଠିକ ଅଛି ବୋଲି ପିଲେ କୁହାଯାଇଛି ଠିକ ଅଛି ପିଲେ ତା ସହିତ ସେ କହୁଛନ୍ତି ପିଲେ ଆମ ଭାରତର ଯେତିକି ବି ପିଲେ ପ୍ରାଚୀନ ଜ୍ଞାନ ସବୁ ରହିଛି ତାର ପରିପ୍ରକାଶକ ପିଲେ କିଏ ସେ ବେଦ ପିଲେ ଠିକ ଅଛି ତ ବେଦକୁ ହିଁ ପିଲେ ସମସ୍ତ ଜ୍ଞାନର ପିଲେ ଭଣ୍ଡାର ବୋଲି କୁହାଯାଇଛି ଆଉ ଛାନ୍ଦୋଗ୍ୟ ଉପନିଷଦରେ ପିଲେ ବ୍ରହ୍ମାଙ୍କୁ ଆଦି ପୁରୁଷ ରୂପରେ କଳ୍ପନା କରାଯାଇଛି ଆଉ ତାଙ୍କ ମୁଖ ନିଃସୃତ ବଚନକୁ ପିଲେ ରସ ରୂପରେ ଗ୍ରହଣ କରାଯାଇଛି ହଁ ଛାନ୍ଦୋଗ୍ୟ ଉପନିଷଦ ପିଲେ କୋଉ ବେଦର ସାମବେଦ ତ ଛାନ୍ଦୋଗ୍ୟ ଉପନିଷଦରେ ପିଲେ ବ୍ରହ୍ମାଙ୍କୁ ଆଦି ପୁରୁଷ ବୋଲି ପିଲେ କଳ୍ପନା କରାଯାଇଛି ଆଉ ସେଇ ବ୍ରହ୍ମାଙ୍କର ମୁଖରୁ ଯାହା ବି କିଛି ପିଲେ ବାହାରିଛି ନା ସେ ସବୁକୁ ପିଲେ ରସ ବୋଲି କୁହାଯାଇଛି ରସୋ ବୈସହ ବୋଲି ଏମିତି ମଧ୍ୟ କୁହାଯାଇଛି ପିଲେ ତେବେ ଏଇ ଯୋଉ ରସ ପିଲେ ଏଇ ଯୋଉ ପୁରୁଷ ମାନେ ଆଦି ପୁରୁଷ ପିଲେ ବ୍ରହ୍ମା ତାଙ୍କର ଯୋଉ ବାଚିକ ରସ ତାହା ହିଁ ହଉଛି ପିଲେ କୋଉ ବେଦ ଋଗ୍ବେଦ ବ୍ରହ୍ମାଙ୍କ ମୁଖରୁ ଯାହା ନିଃସୃତ ହେଇଛି ତାହା ହିଁ ଋଗ୍ବେଦ ପୁରୁଷସ୍ୟ ବାକ ରସଃ ବାଚଃ ଋକ୍ ରସଃ ତେବେ ପୁରୁଷର ବାଣୀକୁ ରସ କୁହାଯାଏ ଆଉ ସେଇ ଯୋଉ ବାଣୀର ରସ ହଉଛି ପିଲେ କଣ ନା ଋଗ୍ବେଦ ହେଲା ଛାନ୍ଦୋଗ୍ୟ ଉପନିଷଦ ସାମବେଦରୁ ବୋଲି କହିଲେ ନା ଉଁ ହଁ ସାମବେଦ ଛାନ୍ଦୋଗ୍ୟ ଉପନିଷଦ ସାମବେଦରୁ କହିଲେ ନା ହଁ ଠିକ ଅଛି ପିଲେ ତା ସହିତ ସେ ସଂସ୍କୃତ ଭାଷା ବିଷୟରେ ଆଉ କିଛି କହିବାକୁ ଯାଇ କହୁଛନ୍ତି ପିଲେ କି 1857 ରେ ପିଲେ ଇଂଲଣ୍ଡରେ ମାକ୍ସମୁଲାର ଋକ୍ ବେଦର ରଚନା ସମୟ ପିଲେ 4000 ବୋଲି କହିଛନ୍ତି ତ ଏଇଟା ଆକ୍ଚୁଆଲି ପିଲେ କେତେ ଦୂର ଏଇଟା ଆକ୍ଚୁଆଲି ପିଲେ ପ୍ରାୟ ଜାଗାରେ ପିଲେ କେତେ ବୋଲି ସ୍ୱୀକାର କରାଯାଇଛି 1200 ବୋଲି ଠିକ ଅଛି କାହିଁକି ନା ମ୍ୟାକ୍ସମୁଲାରଙ୍କ ମତାନୁସାରେ ପିଲେ ଋକ୍ ବେଦର ରଚନା ସମୟକୁ ପିଲେ 1200 ବୋଲି ହିଁ ସ୍ୱୀକାର କରାଯାଇଛି ହେଲା ତ ଏଠି ସେ 400 ବୋଲି ଲେଖିଛନ୍ତି କିନ୍ତୁ ଆକ୍ଚୁଆଲି ତମେ 1200 ବୋଲି କଲେ ବି କିଛି ଭୁଲ ପିଲା ହବ ନାହିଁ ସବୁ ଜାଗାରେ 1200 ବୋଲି ହିଁ ଗ୍ରହଣ କରାଯାଏ
ठीक अच्छे। आ बाकी जो बाल गंगाधर तिलक पिले जे कि ऋग्वेदर उत्पत्ति समय पिले केते कहते ख्रीष्टपूर्व 6000 तो यहाँ ठीक 6000 ठीक अच्छे पिले सब जगह ख्रीष्टपूर्व 6000 ही मना जाउछि पिले ठीक अच्छे। आ संस्कृत भाषार पिले लाक्षणिक तथा प्रायोगिक व्युत्पत्ति और प्रवृत्तिर वैज्ञानिकता प्रतिपादन करिया पई व्याकरण पे रचना करा जायतिला। तेबे संस्कृत भाषा को गोटे लक्षण दबा पई बा संस्कृत भाषा को गोटे प्रयोगात्मक स्वरूप दबा पई ठीक अछि संस्कृत भाषार पिले व्युत्पत्ति हां तार प्रवृत्ति ए सबरो गोटे साइंटिफिकली पिले गोटे प्रतिपादन करिया पई कहार रचना करा जायतिला व्याकरण रे पिले कहीं ना व्याकरण ही तो पिले भाषा को पिले गोटे नियमबद्ध करि थाए माने भाषा को पिले गोटे सिस्टमेटिक करि थाए पिले ठीक अछि साइंटिफिकली सिस्टमेटिक करि थाए हैला। ते ता सहित से कहउचंती कि आमानकर जो व्याकरण रहिछि पिले व्याकरण भाषार पिले व्यवस्थित मार्ग होछि सूत्र वार्तिक भाष्य वृत्ति टीका अर्थात एही क्रम रे ही पिले व्याकरण रे कोन हेछि पिले विकास हेछि कहीं ना व्याकरण पिले आम जानी पिले व्याकरण पिले प्रथमे को आकार रे थिला सूत्र पिले कहीं ना भगवान पाणिनि पिले प्रथमे कौन रचना करथिले सूत्र ही तो रचना करथिले पिले तो व्याकरण रे प्रथमे सूत्र आसीथिला तापर सूत्र परे पिले आछि कोन वार्तिक माने सूत्र परे लेखा हेछि वार्तिक पिले हां कि लेखि चंदी पिले बर रुचि बुझौछि पिले तापर पिले जते बेले सूत्र वार्तिक लेखा हे गला तापर सूत्र और वार्तिक ऊपर लेखा जायछि पिले भाष्य आउ भाष्य लेखि चंदी पिले केसे महर्षि पतंजलि पिले हैला तापर जते बेले पिले सूत्र हे गला वार्तिक हे गला भाष्य हे गला ना तापर सूत्र ऊपर पिले आरंभ हेछि पिले वृत्ति माने जेम तुम माने लघु सिद्धांत कौमुदी हो सिद्धांत कौमुदी हो सूत्र तळे तुम माने वृत्ति देखुछ जेमति हलंत्यम पिले उपदेश अंत्यम सूत्र परे भाष्य ना वार्तिक वार्तिक तापर भाष्य किंतु अन्य हमर जेमति न्याय जेमति सूत्र भाष्य वार्तिक एमति अछि भाष्य सूत्र पर भाष्य करा जायछि हाँ किंतु एथिरे ना जो भाष्य होइछि एथिरे सूत्र और वार्तिक गोटे जिंस बोले ग्रहण करा जायछि ठीक अछि काहे ना वार्तिक भी सूत्र आकार रे ही लिखा जायछि तो सेति पई सूत्र तापर वार्तिक आ उभय को ऊपर लिखा जायछि पिले कोन भाष्य वार्तिक के लिखछन्ती पतंजलि भाष्य सब वार्तिक वार्तिक बररुचि कात्यायन सर दर्शन शास्त्र रे सूत्र परे भाष्य तापर वार्तिक तापर टीका एमति रहिछि हाँ हैला किंतु व्याकरण रे पिले प्रथम सूत्र तापर वार्तिक तापर पिले भाष्य आ तापर पिले प्रत्येक सूत्र ऊपर लिखा जायतिला पिले वृत्ति माने जेमिति पिले सिद्धांत कौमुदी ए सब होछि पिले वृत्ति ग्रंथ पिले माने बुझि होछि पिले लघु सिद्धांत कौमुदी हैला तापर पिले विभिन्न आचार्य माने पिले कोन लिखिचंती टीका टीका रचना करिसंती ठीक अछि टीका तो टीका बहुत सारा टीका पिले अछि हैला तो एई भली भाबरे पिले व्याकरण को गोटे सिस्टमेटिक भाबरे पिले रखा जाय तो क्रम मन रखिथिबो सूत्र तापर होछि वार्तिक तापर भाष्य तापर वृत्ति तापर होछि पिले कोन टीका टीका पिले ता सहित पिले कहउचंती कि संस्कृत भाषार पिले प्राचीन रूप को पिले ना छंद बोली कहा जाउतला सेतेबेले प्रायतः पिले जानिथिबो त माने वेद को पिले छंद बोली मध्ये कहा जाय वेदर पिले अन्य नाम मध्ये कोन छंद छंद नाने छंदसी बहुलम एसु सूत्र अछि पिले छंदसी बहुलम छंदसी माने पिले वेदे नाने जेमति पिले पंचमः छंदो मात्र गोचरः जेमति कहा जाय पिले जो लेट लकार होछि पिले छंदो मात्र गोचरः माने केवल वेद रे ही प्रयोग करा जाय तो ए सब पिले से कहउचंती कि संस्कृत भाषार पिले प्राचीन रूप को कोन कहा जाउथला छंद बोली पिले कहा जाउथला आ हमर जो संस्कृत भाषा रहिছে ताहा पिले दुई प्रकार पिले हेला गोटे होछि वैदिक भाषा आ गोटे होछि पिले को भाषा लौकिक भाषा लौकिक ना नहीं केवल पिले वेद उपनिषद ब्राह्मण आरण्यक ए सब रे पिले जो भाषा प्रयोग करा जाउछि ये होछि पिले वैदिक भाषा किंतु आम मानकर पिले नाटक काव्य ठीक अछि ये जहाँ भी सब ग्रंथ रहिला पिले धर्मशास्त्र पुराण ए सब रे जो भाषा प्रयोग करा जाइछि ये होछि पिले को भाषा लौकिक भाषा
ठीक अच्छे। तो संस्कृत भाषा पे दुईट रूप रही, वैदिक भाषा और पिले लौकिक भाषा। आ पाणिनिकर अष्टाध्यायी रे पिले उभय वैदिक और लौकिक भाषार पिले अवस्थित रही, अर्थात पाणिनिक व्याकरण रे पिले से वैदिक व्याकरण भी लिखा जाइए आ लौकिक व्याकरण लिखा ही जाइए। आम तो पढ़ुचे पिले लौकिक व्याकरण, ता सहित पिले वैदिक व्याकरण विषय मध्य पाणिनि लिखिଛନ୍ତି पिले निजर अष्टाध्यायी रे हैला। आउ एठी बाकी पाणिनिकर जन्म पिले 5म शताब्दी, तांकर सामान्य परिचय कहयाउची पिले। आउ पाणिनिक रचना रे पिले संस्कृत और प्राकृतर प्रयोग मध्य देखिबाकू मिले। तो जेहेतु पिले सेतेबेले प्राकृतर मध्य पिले माने प्राधान्य थिला, तो सेति पय तांका रचना रे पिले संस्कृत सहित आउ कहार पिले प्रयोग देखिबाकू मिले, प्राकृत भाषार मध्य पिले प्रयोग देखिबाकू पिले मिली थाए। आउ एही लौकिक संस्कृत भाषा रूपले प्राकृत भाषा पैसाची, हाँ प्राकृत सौरसेनी, अर्धमागधी, मागधी महाराष्ट्र एभली अनेक भाषा रे पिले उत्पन्न होईची। अर्थात हम माने कहि परिबा कि जेते भी पिले भारतीय भाषा माने अछंती तो समस्तंकर उत्पत्ति पिले को भाषा रू होईची, संस्कृत भाषा रू पिले संस्कृत करा जाईची। संस्कृत भाषा आउ तापर ख्रीष्टपूर्व 1000 र परे पिले आधुनिक भाषा सब जन्म नहीं पिले ना नहीं। वर्तमान आम जो व्यवहार करछे पिले ओडिया हिंदी, हाँ तो ए सब होची पिले कौन आधुनिक भाषा पिले ना नहीं। आम मानकर ओडिया पिले हिंदी, हाँ बंगला ए सब पिले कौन प्राचीन भाषा नुह, ते मान सब हले पिले को भाषा आधुनिक पिले, हाँ आधुनिक भाषा सब है। तो हिंदी, अहमिया, बंगला, ठीक अच्छे, ओडिया तो ये सब गोटे गोटे होचने पिले आधुनिक भाषा। आ जेहेतु पिले आमर संस्कृत पिले को भाषा परिवार अंतर्भुक्त, भारतीय भाषा परिवार अंतर्भुक्त पिले, तो सेथि पय पिले है ना भारतीय भाषा परिवार रो गोटे सामान्य परिचय दे देछि पिले एठी। तो से कहउचंदी कि भारतीय भाषा परिवार को पिले दुई भाग रे विभक्त करा जायछि, गोटे होछि सप्तम वर्ग, गोटे होछि पिले को वर्ग केंटम वर्ग हैला। तो सप्तम वर्ग रे पिले देख, सप्तम वर्ग रे पिले गोटे होछि ईरानी शाखा, गोटे होछि पिले भारतीय शाखा। ईरानी शाखा भितर पिले जाउछंती ट्यूटानिक, प्राचीन फारसी, आधुनिक फारसी भाषा। आ भारतीय शाखा भितर पिले जेते सब भारतीय भाषा रहला माने हम माने कहि परिया पिले संस्कृत को भाषा जाउछि पिले भारतीय भाषा संस्कृत भाषा पिले हैला। आउ केंटम शाखा भितर पिले तीनटा शाखा जाउछि, गोटे होछि कैलेटिक, गोटे होछि पिले ग्रीक, गोटे होछि पिले इटालिक बा लैटिन शाखा। कैलेटिक भितर पिले दीटा शाखा रहउछि, जर्मनी भाषा को पिले को भाषा इंग्रजी भाषा हैला। तो सेति पय जदि कदाचित पचारला कि संस्कृत भाषा पिले भारतीय भाषा परिवार रो कस्मिन वर्ग अंतर्भुक्तम, ताले पिला माने कोन कहबा सप्तम वर्ग सप्तम वर्ग रे पिले, ठीक अछि। तो भारतीय भाषा परिवार रो सप्तम वर्ग भितर पिले अंतर्भुक्त होछि हमर संस्कृत भाषा हैला। ता सहित से कहउचंदी कि संस्कृत भाषा द्वारा पिले जर्मनी और इंग्लैंड देशर लोककथित भाषा मध्य पिले बहुल मात्रा रे प्रभावित पिले, ठीक अछि। तो संस्कृत भाषार प्रभाव तो तांकर सेथिरे मध्य पिले हमको देखिबाकू मिली थाए पिले। तो से कहउचंदी कि 1852 मसिया रे पिले 1852 रे गोटे 7 खंड विशिष्ट एक संस्कृत जर्मनी अभिधान प्रकाश पाइतला। 7 खंड विशिष्ट मान 7टा पार्ट पिले हैला। आउ जहार पिले ना थिला संस्कृत ओर्ट बुच। तो मन रखिथियो पिले एटा होछि पिले को अभिधान संस्कृत जर्मनी अभिधान हैला। तो संस्कृत भाषा रो पिले जर्मनी रो गोटे डिक्शनरी पिले हैला। आउ ता सहित पिले 1851 रे पिले एस मोनियर विलियम एसएम विलियम, तो ये पिले जे कि हालीबरी रे अवस्थापित हेथिबा गोटे ईस्ट इंडिया कॉलेज रो जने संस्कृत अध्यापक जे कि इंग्रजी संस्कृत अभिधान मध्य प्रकाश पिले करिथिले। तो से कहया कथा सेते बड़ समय रे पिले संस्कृत रो प्रभाव तो इंग्लैंड रे जर्मनी रे मध्य पिले देखिबाकू मिलुथिला। तो एठी किछि जस्ट एग्जांपल पय मध्य देई देछि पिले कि संस्कृत रे एई शब्द मानकू पिले ए भाषा रे कुहा जाय पिले, जेमति संस्कृत नामन को पिले जर्मनी रे नामेन, ठीक अछि पिले इंग्रजी रे पिले नेम हैला, लैटिन भाषा रे नामिने, ओडिया रे पिले नाम। तो किछि मात्रा रे पिले कोन रहउछि सिमिलरिटी पिले देखिया को मिलुछि माने सेमति पिले मातृ, हां जर्मनी रे मटर मदर, इंग्रजी रे पिले लैटिन रे मैटर आ ओडिया रे पिले माता, ठीक है। तो सेमति पिले पितृ जर्मनी रे पिले भैटर, इंग्रजी रे फादर, लैटिन रे पैटर आ ओडिया रे पिले पिता।
ହେଲା। ଭ୍ରାତୃକୁ ପିଲେ ବ୍ରଡର, ବ୍ରଦର, ଫ୍ରାଟର ଆଉ ଭ୍ରାତା ହେଲା। ସପ୍ତକୁ ପିଲେ ଜର୍ମାନ ରେ ସିଭେନ, ଇଂରାଜୀରେ ସେଭେନ, ଲାଟିନ ରେ ପିଲେ ସପ୍ତମ ଆଉ ଓଡିଆରେ ପିଲେ ସାତ ହେଲା। ଦୁହିତୃ ମାନେ ପିଲେ କଣ? ଝିଅ ଝିଅ। ହେଲା। ଝିଅ ତ ଜର୍ମାନ ରେ ପିଲେ ଟଷ୍ଟର, ହଁ, ଇଂରାଜୀରେ ଡଟର, ଲାଟିନରେ ଡଟର ଆଉ ଓଡିଆରେ ପିଲେ ଦୁହିତା। ସେମିତି ଦୁଇ କି ପିଲେ ଜର୍ମାନ ରେ ଚୁଇ, ଇଂରାଜୀରେ ଟୁ, ଲାଟିନରେ ଡୋଭୋ, ଓଡିଆରେ ପିଲେ ଦୁଇ। ତ ଏସବୁ କିଛି କିଛି ସିମିଲାରିଟି ପିଲା ଆମକୁ ୟା ଭିତରେ ଦେଖିବାକୁ ମିଳିଥାଏ ହେଲା। ତା ସହିତ ପିଲା ଆମେ ଯେହେତୁ ପିଲା ସଂସ୍କୃତ ଭାଷା ଆମ ମାନଙ୍କର ଭାରତୀୟ ଭାଷା ବର୍ଗ ଭିତରେ ଅନ୍ତର୍ଭୁକ୍ତ, ତ ସେ ଟିକେ ଭାରତୀୟ ଭାଷା ବର୍ଗ ଯୋଉ ରହିଛି ତାକୁ ଟିକେ ପିଲା ଡେସ୍କ୍ରାଇବ କରୁଛନ୍ତି କି ଯୋଉ ଭାରତୀୟ ଭାଷା ବି ରହିଛି ତାକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଛି। କାହିଁକି ନା ଏମିତିରେ ପିଲେ ଦେଖିବାକୁ ଗଲେ ଭାରତ ଦୁଇ ଖଣ୍ଡରେ ହିଁ ବିଭକ୍ତ ହେଇକି ରହୁଛି, କାହିଁକି ନା କଲଚର ପୁରା ଭ୍ୟାରି କରୁଛି ପିଲେ। ମାନେ ଭାରତକୁ ଯଦି ଦୁଇ ଭାଗ ପିଲେ କରିଦିଆଯାଇଛି, ଦକ୍ଷିଣ ଭାରତ ଆଉ ଗୋଟେ ହଉଛି ପିଲେ କଣ ଉତ୍ତର ଭାରତ, ବୁଝଉଛି। କାରଣ ଏଇ ଆକାରରେ ହିଁ ପିଲା ଅଛି, କାହିଁକି ନା ଦକ୍ଷିଣ ଭାରତ ତମାନେ ଦେଖିବ ପିଲେ ସେପଟର କଲଚର ଆଉ ପୁରା ଉତ୍ତର ଭାରତର କଲଚର ପୁରା ପରସ୍ପରଠୁ ପିଲେ ଭ୍ୟାରି ହେଉଛି ନା ନାଇଁ ହେଲା। ତ ସେଥିପାଇଁ ସେଠି ପିଲେ କହୁଛନ୍ତି କି ଯୋଉ ଭାରତୀୟ ଭାଷା ବର୍ଗ ରହିଛି ତାକୁ ପିଲେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି ପିଲେ ଆର୍ଯ୍ୟ ଭାଷା, ଗୋଟେ ହଉଛି ପିଲେ କଣ ଦ୍ରାବିଡ ଭାଷା। ହଁ, ଦ୍ରାବିଡ ଭାଷା। ଆର୍ଯ୍ୟ ଭାଷା ଭିତରେ ପିଲେ ଭାରତର ତିନିଟା ଦିଗ ପଳଉଛି ପିଲେ, ଠିକ ଅଛି, ପୂର୍ବ, ପଶ୍ଚିମ, ଉତ୍ତର, ଠିକ ଅଛି। ଆଉ ଦ୍ରାବିଡ ଭାଷାରେ କେବଳ ପିଲେ ଦକ୍ଷିଣ ଭାରତର ଭାଷା ପିଲେ ଯାଉଛି। ତେବେ ଆର୍ଯ୍ୟ ଭାଷା ଭିତରେ କିଛି ତ ଉତ୍ତରୀୟ ଯେମିତି କି ହିନ୍ଦୀ ଇତ୍ୟାଦି ହେଇଗଲା ପିଲେ ହେଲା। ତାପରେ ପୂର୍ବୀୟରେ ପିଲେ ଆମର ପୂର୍ବ ଭାରତରେ ରହିଲା ବଙ୍ଗଳା, ଓଡିଆ ଆଉ ହଉଛି ପିଲେ ଆସାମର ଅହମିୟା ହେଲା। ଆଉ ପଶ୍ଚିମ ଭାରତରେ ପିଲେ ଗୁଜୁରାଟର ଗୁଜୁରାଟୀ ଆଉ ପିଲେ ମହାରାଷ୍ଟ୍ରର ମହାରାଷ୍ଟ୍ରୀ ହେଲା। ତ ଏତିକି ହଉଛି ପିଲେ ଆର୍ଯ୍ୟ ଭାଷା। ଆଉ ବାକି ଯୋଉ ଦକ୍ଷିଣ ଭାରତର ଭାଷା ରହିଲା ସେ ହଉଛି ପିଲେ ଦ୍ରାବିଡ ଭାଷା। ଆଉ ଦକ୍ଷିଣ ଭାରତରେ ମେନଲି ପିଲେ ଚାରିଟା ହିଁ ଭାଷାର ପିଲେ ପ୍ରଚଳନ ରହିଛି, ମାନେ ତେଲୁଗୁ ଆଉ ତାମିଲ, କନ୍ନଡ ଆଉ ହଉଛି ପିଲେ କଣ ମାଲାୟାଲମ, ଠିକ ଅଛି। ତ ଏଇ ଚାରୋଟି ଭାଷା ହଉଛି ପିଲେ ଦ୍ରାବିଡ ଭାଷା ହେଲା। ସେଥିପାଇଁ ତ ପିଲା ଆଜି ପର୍ଯ୍ୟନ୍ତ ଇଏ ହେଇପାରୁନା ପିଲା ଆମ ଭାରତର କୌଣସି ରାଷ୍ଟ୍ରୀୟ ଭାଷା ପିଲେ ହେଇପାରୁନି। ମାନେ ସାର୍ ମଲାୟାଲମ ଭାଷାଟା ସାର୍ ମଲାୟାଲମ ଭାଷାଟା କେରଳାରେ ୟୁଜ୍ ହଉଛି ନା? ହଁ, କେରଳାରେ ୟୁଜ୍ ହଉଛି, ଠିକ। ସିଟେଟରେ ପିଲେ ବହୁତ ଥର ପରୀକ୍ଷାରେ ପ୍ରଶ୍ନ ଆସିଛି ପିଲେ କି ହିନ୍ଦୀ ଭାଷା ଭାରତସ୍ୟ କିଦୃଶୀ ଭାଷା, ତ ପିଲେ ରାଷ୍ଟ୍ର ଭାଷା, ରାଜକୀୟ ଭାଷା ନା ପିଲେ ଶାସନ ବ୍ୟବସ୍ଥା ଭାଷା ନା ପିଲେ କୋଉ ଭଳିଆ ଭାଷା, ତ କଣ କୁହାଯିବ ପିଲେ? ରାଜକୀୟ ଭାଷା। ରାଜକୀୟ ଭାଷା। ରାଜକୀୟ ଭାଷା ପିଲେ। ତ ଭାରତରେ ଆଜି ପର୍ଯ୍ୟନ୍ତ ରାଷ୍ଟ୍ର ଭାଷା ହିଁ କିଛି ନାହିଁ ପିଲେ, ବୁଝିହଉଛି ନା ନାଇଁ। ସାର୍ ଏ ଯୋଉ ଆର୍ଯ୍ୟ ଭାଷା କହିଲେ ସେଇଟାରେ ମାନେ କୋଉ କୋଉ କ୍ଷେତ୍ର ଆସିଛି ବୋଲି କହିଲେ, ଯୋଉ ପୂର୍ବ ଆଉ କଣ? ହଁ, ପୂର୍ବ ଭାରତ, ପଶ୍ଚିମ ଭାରତ, ଉତ୍ତର ଭାରତ, ଠିକ ଅଛି। ଭାରତର ସାର୍ ରାଜକୀୟ ମାନେ କଣ? ରାଜକୀୟ ମାନେ ଯୋଉଟା ଶାସନ ଯୋଉ କରାଯାଉଛି ହଁ, ଅଫିସିଆଲ ଲାଙ୍ଗୁଏଜ ରାଜକୀୟ ଭାଷା। ରାଜକୀୟ। ରାଜକୀୟ ମାନେ ହଉଛି ସାର୍ ଅଫିସିଆଲ। କିନ୍ତୁ କିଛି ଲୋକ କହୁଛନ୍ତି ଉତ୍ତର ଭାରତର ଲୋକମାନେ କହୁଛନ୍ତି ଯେ ହିନ୍ଦୀଟା ହଉଛି ରାଷ୍ଟ୍ର ଭାଷା ବୋଲି। ଆଉ କିଏ କଣ କହିଦେଲେ କଣ ହେଇଯିବ, ନା ନାଇଁ। ତ କାହା କଥାରେ ପିଲେ କିଛି ହେଇପାରିବ। ସାର୍ ଅଫିସିଆଲ ଭାଷା ତ ଏମିତି ହେଇଯାଉଛି। ତ ତା ସହିତ ରାଜକୀୟ ଭାଷା କେମିତି ହେଲା ସାର୍? ରାଜକୀୟ ଭାଷା ହଉଛି ପିଲା ଅଫିସିଆଲ ଲାଙ୍ଗୁଏଜ। ଅଫିସିଆଲ ଲାଙ୍ଗୁଏଜ ପିଲେ ଏଥିପାଇଁ କରାଯାଇଥିଲା କାହିଁକିନା ଯେତେବେଳେ ଇଂରାଜୀ ମାନେ ଶାସନ କରୁଥିଲେ ଭାରତକୁ, ସେତେବେଳେ ଅଫିସିଆଲ ଲାଙ୍ଗୁଏଜ ଥିଲା ପିଲେ ଇଂରାଜୀ ଭାଷା ଥିଲା। ହଁ, ସେତେବେଳେ ଯୋଉମାନେ ବି ଚାକିରି ପାଇବା ପାଇଁ ଯୋଗ୍ୟ ହଉଥିଲେ ସେମାନଙ୍କୁ ନିହାତି ଭାବରେ କଣ ଶିଖିବାକୁ ପଡୁଥିଲା, ମାନେ ଇଂଲିଶ ସେମାନଙ୍କୁ ଶିଖିବାକୁ ହିଁ ପଡୁଥିଲା। କାହିଁକି ନା ସବୁ କିଛି କାଗଜ ପତ୍ର ଏ ସବୁ କିଛି ଇଂଲିଶରେ ହିଁ ଲେଖା ଯାଉଥିଲା ପିଲେ। ସେଥିପାଇଁ ନା ପିଲେ ଇଂରାଜୀ ମାନେ ଛାଡି ଗଲା ପରେ ବି ପିଲେ ଆଜି ପର୍ଯ୍ୟନ୍ତ ମଧ୍ୟ ଇଂରାଜୀ ଭାଷା ପିଲେ ଭାରତରୁ ଯାଇପାରୁଛି କି ପିଲେ? ତ ଯେତେ ବି ଯାହା ବି ସବୁ ଜିନିଷ ପିଲେ ହଉଛି ସବୁ କୋଉ ଭାଷାରେ କରାଯାଉଛି, ଇଂଲିଶରେ ହିଁ କରାଯାଉଛି ନା ନାଇଁ। ତ ମେନ ଅସୁବିଧା କଣ ହେଲା, ଯେତେବେଳେ ପିଲେ ଆମର ସମ୍ବିଧାନ ତିଆରି ହେଇଗଲା କେବେ 1950ରେ ପିଲେ। ହଁ, ତାପରେ ସ୍ଥିର କରାଗଲା କି ଯେହେତୁ ଆମର ନିଜସ୍ୱ ସମ୍ବିଧାନ ହେଲା, ନିଜସ୍ୱ ନୀତି ନିୟମ ହେଲା, ତ ସେଥିପାଇଁ ସମସ୍ତେ ବୈଠକ ବସେଇଲେ କି ଆମେ ଇଂରାଜୀ ଭାଷାର ଆଉ ବ୍ୟବହାର କରିବାନି, ତ ଆମେ ଅଫିସିଆଲ ଲାଙ୍ଗୁଏଜ ଚେଞ୍ଜ କରିଦବା। କିନ୍ତୁ ଯେହେତୁ ପିଲେ ସମସ୍ତେ ଗୋଟେ ଇଂଲିଶର ଅଭ୍ୟାସରେ ପଡି ଯାଇଥିଲେ ପିଲେ, ସେଥିପାଇଁ ବହୁତ ଆଡୁ ପିଲେ ପ୍ରେସର ପଇଲା କି ନାଇଁ ଆମେ ଇଂରାଜୀ ଭାଷାକୁ ଛାଡିଲେ ହବନି।
ତ ସେଥିପାଇଁ ପିଲେ ଗୋଟେ ନିଷ୍ପତ୍ତି ନିଆଗଲା କି ଆଉ ତାପରେ ବି ହିନ୍ଦୀରେ କିଛି ତିଆରି ହିଁ ହେଇନି, କାହିଁକି ନା କିଛି ଗୋଟେ ଗୋଟେ ଲାଙ୍ଗୁଏଜ ଅଛି ନା ପିଲେ, ଅଫିସିଆଲ ଲାଙ୍ଗୁଏଜ ଅଛି ଯାହାକୁ ଇଂଲିଶ ମାନେ ଇଂରାଜୀରେ ହିଁ ତାକୁ ପ୍ରୟୋଗ କରିବାକୁ ପଡିବ, ତାର ହିନ୍ଦୀ ଏପର୍ଯ୍ୟନ୍ତ କରା ହିଁ ଯାଇନଥିଲା। ତ ସେଥିପାଇଁ ସ୍ଥିର କରାଗଲା କି ଏସବୁକୁ ପୁରା ଗୋଟେ ଠିକ ହେବା ପାଇଁ ଗୋଟେ ମିନିମମ୍ ଗୋଟେ 17 ଇୟର ଲାଗିବ, 17 ବର୍ଷ ଖଣ୍ଡେ ପାଖାପାଖି ଲାଗିବ। ତ ଆଟଲିଷ୍ଟ ସେତିକି ବର୍ଷ ପର୍ଯ୍ୟନ୍ତ ନହେଲେ ଇଂରାଜୀ ଭାଷାକୁ ରଖାଯାଉ। କୋଉ ହିସାବରେ ରଖାଯାଉ? ଅଫିସିଆଲ ଲାଙ୍ଗୁଏଜ ହିସାବରେ ରଖାଯାଉ, ରାଜକୀୟ ଭାଷା। ରଖାଯାଉ। ତାପରେ ଆମମାନେ ଚେଷ୍ଟା କରିବା। ତ ତାପରେ ପିଲେ ମାନେ ପାଖାପାଖି 1967 ବେଳକୁ ତ ସ୍ଥିର କରାଗଲା କି ହଉ ହଉ ଠିକ ଅଛି, ଏବେ ଆମେ ମାନେ କଣ କରିବା ନା ହିନ୍ଦୀ କି ଅଫିସିଆଲ ଲାଙ୍ଗୁଏଜ କରିଦବା। ବୁଝିଲା? ହିନ୍ଦୀ କି ଅଫିସିଆଲ ଲାଙ୍ଗୁଏଜ କରିଦବାନି, ହିନ୍ଦୀ କି ଆମେ ଭାରତର ରାଷ୍ଟ୍ରଭାଷା କରିଦବା। କିନ୍ତୁ ଯେତେବେଳେ ହିନ୍ଦୀ କି ରାଷ୍ଟ୍ରଭାଷା ଘୋଷଣା କରାଗଲା, ସେତେବେଳେ ଦକ୍ଷିଣ ଭାରତ ବାଲା କହିଲେ ନାଇଁ, ଯଦି ହିନ୍ଦୀ ରାଷ୍ଟ୍ରଭାଷା ହଉଛି ତାହେଲେ ଭାରତକୁ ତମେ ଦି ଖଣ୍ଡ କରିଦିଅ। ତମେ ଉତ୍ତର ଭାରତ ବାଲା ରୁହ ଗୋଟେ ପଟେ, ଆମେ ଆମର ଦକ୍ଷିଣ ଭାରତ ଅଲଗା ହେଇକିରି ଆମେ ଆଉ ଗୋଟେ ଦେଶ ଆମେ ହେଇଯିବୁ। କାହିଁକି ନା ତମେ ଜାଣିଥିବ ଦକ୍ଷିଣ ଭାରତରେ ଏବେ ବି ସେମାନେ ହିନ୍ଦୀ ପ୍ରତି ତାଙ୍କର ଗୋଟେ ଘୃଣା ଭାବ ରହିଛି, ରହିଛି ନା ନାଇଁ? ଆଜ୍ଞା ଆଜ୍ଞା ସେମାନେ ହିନ୍ଦୀ ଜାଣିଥିଲେ ସୁଦ୍ଧା ବି ସେମାନେ କଦାଚିତ ହିନ୍ଦୀ ପ୍ରୟୋଗ କରିବେନି ପିଲେ, ସେମାନେ ତାଙ୍କ ଭାଷାରେ ହିଁ କହିବେ। ତମେ ବୁଝ ନ ବୁଝ, ତମର ଯାହା ହଉଛି ଅସୁବିଧା ତମେ ହୁଅ। ସେମାନେ ଜମା ଶୁଣିବେନି, ସେ ତାଙ୍କ ଭାଷା ହିଁ ସେମାନେ କହିବେ। ହେଲା, ତାଙ୍କର ନିଜ ଭାଷା ପ୍ରତି ପିଲେ ସେତିକି ମମତା ରହିଛି ପିଲେ। ହେଲା, ତ ସେଥିପାଇଁ ତ ସେମାନେ କହିଲେ କି ନାଇଁ, ଯଦି ତମେ କରୁଛ ତାହେଲେ ଆମେ ଦ୍ୱିଖଣ୍ଡ ଭାରତକୁ ତମେ କରିଦିଅ। ହେଲା, ତ ସେଥିପାଇଁ ହିନ୍ଦୀ ଆଉ ରାଷ୍ଟ୍ରଭାଷା ପିଲେ ହେଇପାରିଲାନି, ତ ହିନ୍ଦୀ କି ରାଜକୀୟ ଭାଷା କରାଗଲା, ଅଫିସିଆଲ ଲାଙ୍ଗୁଏଜ କରାଗଲା। କିନ୍ତୁ ଇଂଲିଶ କି ମଧ୍ୟ ସେମାନେ ଛାଡି ପାରିଲେ ନାହିଁ, ଯେହେତୁ ପିଲେ ଭାରତର ରକ୍ତରେ ପୁରା ମିଶି ଯାଇଥିଲା ଇଂଲିଶ ପିଲେ, ସେଥିପାଇଁ ଆଉ ଛାଡି ପାରିଲେନି। ତ ସେଥିପାଇଁ ଅଫିସିଆଲ ଲାଙ୍ଗୁଏଜ ହିସାବରେ ବର୍ତ୍ତମାନ ଦିଟା ଲାଙ୍ଗୁଏଜ ଚାଲିଛି ପିଲେ, ଇଂଲିଶ ବି ଚାଲିଛି, ତା ସହିତ ପିଲେ କୋଉଟା ହିନ୍ଦୀ ମଧ୍ୟ ପିଲେ କରାଯାଉଛି। ହେଲା, ଆଉ ସେଥିପାଇଁ ପିଲେ ପ୍ରୋବ୍ଲେମ ଅଛି। ତ ସେଥିପାଇଁ ଭାରତର ପିଲେ ରାଷ୍ଟ୍ରଭାଷା ଆଜି ପର୍ଯ୍ୟନ୍ତ କିଛି ମଧ୍ୟ ସ୍ଥିର ହେଇପାରିନି ପିଲେ। ହେଲା, ସେଥିପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି ପିଲେ କି ସଂସ୍କୃତ ଭାଷାକୁ କଣ କରାଯାଉ, ଭାରତର ରାଷ୍ଟ୍ରଭାଷା କରାଯାଉ ପିଲେ। କାହିଁକି ନା ଯଦି ସଂସ୍କୃତ ଭାଷାକୁ କରାଯାଏ ନା, ତ ଉତ୍ତର ଭାରତ ବାଲାଙ୍କର ପିଲେ ମାନେ କିଛି ଅବଜେକ୍ସନ ଅଛି ନା, ତ ଦକ୍ଷିଣ ଭାରତର ପିଲେ ଅବଜେକ୍ସନ ଅଛି। ଦକ୍ଷିଣ ଭାରତ ବାଲା ତ ଖୁସି ଖୁସି ଗ୍ରହଣ କରିବେ କିନ୍ତୁ ସଂସ୍କୃତ ଭାଷାକୁ ପିଲେ ରାଷ୍ଟ୍ରଭାଷା କରାଯାଏ। କିନ୍ତୁ ସଂସ୍କୃତ ଭାଷା ଏଥିପାଇଁ ରାଷ୍ଟ୍ରଭାଷା ହେଇପାରୁନି, ଯେହେତୁ ସଂସ୍କୃତ ଭାଷାରେ ପିଲେ କଥାବାର୍ତ୍ତା ହଉଥିବା ଲୋକମାନଙ୍କ ସଂଖ୍ୟା କମ ଅଛି। କମ ବହୁତ ପିଲେ, କମ ଅଛି। ବହୁତ କମ ଅଛି। ତ ସେଥିପାଇଁ ସିଏ ବି ଗୋଟେ ପ୍ରୋବ୍ଲେମ ହଉଛି। ହଁ, ତ ସେଥିପାଇଁ ଭାରତର ଆଜି ପର୍ଯ୍ୟନ୍ତ କିଛି ଠିକ ହେଇପାରିନି ପିଲେ, ବୁଝିହଉଛି ନା ନାଇଁ ରାଷ୍ଟ୍ରଭାଷା। ଆଉ ସିଟେଟ ରେ ଏଇ ପ୍ରଶ୍ନ ପିଲେ ବହୁତ ଥର ପଚାରିଥିଲେ ହେଲା, ହିନ୍ଦୀ ଭାଷା କଣ, ରାଷ୍ଟ୍ରଭାଷା ନା ରାଜକୀୟ ଭାଷା? ତ ମନେ ରଖିଥିବ ପିଲେ, ହିନ୍ଦୀ ଭାଷା ହଉଛି ରାଜକୀୟ ଭାଷା। ହେଲା, ରାଜକୀୟ ଭାଷା। ଆଉ ଯଦି ସଂସ୍କୃତ ଟା ଯଦି ଆସିବ, କୋଉ ଭାଷା କେବଳ ଦେବ ଭାଷା ହିଁ ହବ ନା ଆଉ କିଛି ଯଦି ପ୍ରଶ୍ନ ଯଦି ହୁଏ? ହଁ, ସଂସ୍କୃତ କେବଳ ଦେବ ଭାଷା ହିଁ କୁହାଯିବ ପିଲେ, ଆଉ ସଂସ୍କୃତ ବି କିଛି ନୁହଁ ପିଲେ। ସଂସ୍କୃତ ଭାଷା ବି ଭାରତର ନା ତ ରାଷ୍ଟ୍ର ଭାଷା କିଛି ବି ନୁହଁ, ଦେବ ଭାଷା କେବଳ। ହେଲା, ତା ସହିତ ସେମାନେ କହୁଛନ୍ତି ପିଲେ କି ଯୋଉ ସଂସ୍କୃତ ଭାଷା ହଉଛି ପିଲେ କି ଭାରତୀୟ ମାନଙ୍କର ଗୋଟେ ପ୍ରକାର ପ୍ରାଣଭୂତ ଭାଷା ହୋଇଥିବାରୁ ଏହାକୁ ପିଲେ ଦେବ ଭାଷା, ସଞ୍ଜୀବନୀ ଭାଷା, ଅମୃତ ଭାଷା, ବିଶଦ ଭାଷା, ବେଦ ଭାଷା, ଦେବତା ଭାଷା, ଏମିତି ଅନେକ ନାଁ ପିଲେ ସଂସ୍କୃତ ଭାଷାକୁ ପିଲେ କୁହାଯାଇଥାଏ ପିଲେ। ହେଲା, ସଂସ୍କୃତ ଭାଷା ପ୍ରତି ପିଲେ ବିଶଦ ମାନେ କଣ ସାର୍? ମାନେ ବିଶଦ ମାନେ ବିଶଦ ମାନେ ପରିଷ୍କୃତ ଭାଷା, ସ୍ୱଚ୍ଛ ଭାଷା। ହୁଁ, ସଂସ୍କୃତ ଭାଷା ପ୍ରତି ପିଲେ ପ୍ରତ୍ୟେକ ଭାରତୀୟ ମାନଙ୍କ ମନରେ ପିଲେ ଭଲ ପାଇବା ଅଛି, ସମ୍ମାନ ବି ଅଛି। କିନ୍ତୁ ସଂସ୍କୃତ ଭାଷା କେହି କହିବାକୁ ଚାହୁଁନାହାନ୍ତି, ଏଇଟା ହଉଛି ପିଲେ ଅସୁବିଧା। ବୁଝିଲା, କିନ୍ତୁ ସମ୍ମାନ ପିଲେ ସମସ୍ତଙ୍କ ମନରେ ଅଛି। ହେଲା, ତ 90% ଭାରତୀୟ ମାନଙ୍କ ମନରେ ପିଲେ ସଂସ୍କୃତ ଭାଷା ପ୍ରତି ମାନେ ଦେବତ୍ୱର ଭାବନା ପିଲେ ସମସ୍ତଙ୍କ ମନରେ ଅଛି। ସଂସ୍କୃତ ଭାଷାକୁ ସମସ୍ତେ ଦେବ ଭାଷା ବୋଲି ସ୍ୱୀକାର କରୁଛନ୍ତି। ହେଲା, ତେବେ ସଂସ୍କୃତ ଭାଷାର ପିଲେ କିଛି ମହତ୍ଵ ବିଷୟରେ ସେ କହିବାକୁ ଚାହୁଁଛନ୍ତି କି ଯୋଉ ଭାରତର ପିଲେ ଏକତ୍ୱ ବହନରେ ଅମୀୟ ବେଦ, ଋଗ୍ ବେଦ ପିଲେ, ଠିକ ଅଛି। ତ ସେଥିରେ ବିଭିନ୍ନ ପ୍ରକାର ମନ୍ତ୍ର ଅଛି ପିଲେ, ଯୋଉ ମନ୍ତ୍ର ପିଲେ ଆମକୁ ଶିଖେଇଥାଏ କି ଆମମାନେ ସମସ୍ତେ ପିଲେ କଣ ହେଇକି ରହିବା ଦରକାର, ଏକଜୁଟ ହେଇକି ରହିବା ଦରକାର ପିଲେ, ମାନେ ସମସ୍ତେ ଏକ ହେଇକି ରହିବା ଦରକାର। ହଁ, ଯେମିତି କିଛି ଉଦାହରଣ ପାଇଁ ସେ କହୁଛନ୍ତି ପିଲେ ଆନୋ ଭଦ୍ରାଃ କ୍ରତବୋ ୟନ୍ତୁ ବିଶ୍ୱତଃ, ନା ନାଇଁ ଏ ଯୋଉ ମନ୍ତ୍ର ପିଲେ, ହେଲା, ମାନେ କ୍ରତବଃ ମାନେ ହଉଛି ଯଜ୍ଞ ପିଲେ, କି ଆମ ମାନେ ଯୋଉ ଯଜ୍ଞ କରୁଛୁ ତାହା ବିଶ୍ୱତଃ ଭଦ୍ରାଃ ୟନ୍ତୁ, ଇଏ ସମଗ୍ର ବିଶ୍ୱକୁ ପିଲେ ମଙ୍ଗଳ ପ୍ରଦାନ କରନ୍ତୁ। ହେଲା, ସେମିତି ପିଲେ ସଂଗଚ୍ଛଧ୍ୱଂ ସଂବଦଧ୍ୱଂ ସମ୍ଭୋ ମନାଂସି ଜାନତ୍ୱଂ, ନା ନାଇଁ ଏକାଠି ଆଗକୁ ବଢିବା, ଏକାଠି କହିବା, ନା ନାଇଁ ସମସ୍ତେ ସମସ୍ତଙ୍କର ମନ ଚିହ୍ନି କାମ କରିବା। ତ ଇଏ ବି ଗୋଟେ ପ୍ରକାରର ପିଲେ
एकत्वर भावना ही पिले बहन करिଥାଏ। ଆଉ ଠିକ ସେମିତି ପିଲେ ଉଦାର ଚରିତାନାନ୍ତୁ ବସୁଧୈବ କୁଟୁମ୍ବକମ୍ ନା ନାଇଁ ତ ଏ ଯୋଉ ପିଲେ ନା ନାଇଁ ଏ ସମ୍ପୂର୍ଣ୍ଣ ବସୁଧାକୁ ପିଲେ ଗୋଟିଏ କୁଟୁମ୍ବ ମନେ କରିବା ତ ଇଏ ବି କେବଳ ସଂସ୍କୃତ ଭାଷାରେ ହିଁ ଦେଖାଯାଇଥାଏ ପିଲେ ଏସବୁ ଉଦାହରଣ ହେଲା। ତା ସହିତ ପିଲେ ଭାରତର ଭୌଗୋଳିକ ସୀମାର ଏକତ୍ව ବହନ ପିଲେ କାଳିଦାସଙ୍କର କୁମାର ସମ୍ଭବମରେ ପିଲେ ଗୋଟେ ଭାରତର ସମ୍ପୂର୍ଣ୍ଣ ଚିତ୍ର ମଧ୍ୟ ଆମକୁ ଦେଖିବାକୁ ମିଳିଥାଏ ପିଲେ। କୁମାର ସମ୍ଭବ ବୋଲି କାହିଁକି ପିଲେ ମେଘଦୂତରେ ବି ତ ପିଲେ ଭାରତର ସମ୍ପୂର୍ଣ୍ଣ ଚିତ୍ର ଆମକୁ ଦେଖିବାକୁ ମିଳିଥାଏ ନା ନାଇଁ। ଭାରତରେ ପିଲେ ବହୁ ସ୍ଥାନର ଦୃଶ୍ୟ ଆମକୁ ଏ ଗ୍ରନ୍ଥରେ ସବୁ ଦେଖିବାକୁ ମିଳିଥାଏ ପିଲେ। ଠିକ ଅଛି। ସାର୍ ତା ଏଇଟା ସହିତ କେନ ହେଇଛି ଆଁ ଏ ଯେନ୍ ଦୁଇଟା ଯେନ୍ ଅଛେ ମାନେ ସାରାଂଶ ଦୁଇଟା ଯେନ୍ ଅଛେ କେନ ହେଇଛି ଋଗ୍ବେଦ। ଋଗ୍ବେଦରୁ ଆସିଛି ଝିଅ ହେଲା। ଉଦାର ଯେନ୍ଟା କିନ୍ତୁ ବସୁଦେବ କୁଟୁମ୍ବକମ୍ ସେଇଟା ବି ସାର୍ ନା ଏଇଟା ତ ପିଲେ ଏଥିରୁ ଆସିଛି କୋଉଥିରୁ ଆସିଛି ମନୁସ୍ମୃତିରୁ ପିଲେ ହେଲା। ମନୁସ୍ମୃତି ଆଉ ତା ଉପରଟା ତା ବାକି ଦିଟା ଋଗ୍ବେଦ ଆଜ୍ଞା ସାର୍ ହେଲା। ତା ସହିତ ପିଲେ ସେ କହୁଛନ୍ତି କି ଭଗବାନ ପାଣିନିଙ୍କୁ ପିଲେ ବ୍ୟାକରଣ ଶାସ୍ତ୍ରର କଣ କୁହାଯାଇଛି ଜନକ ବୋଲି ପିଲେ। ହଁ କାହିଁକି ଏଥିପାଇଁ ଜନକ କୁହାଯାଇଛି କି ଯେହେତୁ ସମସ୍ତ ଭାରତୀୟ ଭାଷାକୁ ପିଲେ ଭଗବାନ ପାଣିନି ପିଲେ କଣ କରିଛନ୍ତି ଶୃଙ୍ଖଳାବଦ୍ଧ ପିଲେ କରିଛନ୍ତି। ଠିକ ଅଛି। ଆଉ ସେମିତିକା ପିଲେ ଭଗବାନ ଶଙ୍କରାଚାର୍ଯ୍ୟ ତାଙ୍କ ବିଷୟରେ ବି ବହୁତ ବର୍ଣ୍ଣନା କରାଯାଇଛି ପିଲେ କାହିଁକିନା ଶଙ୍କରାଚାର୍ଯ୍ୟ ମଧ୍ୟ ପିଲେ ସମ୍ପୂର୍ଣ୍ଣ ଭାରତକୁ ପିଲେ କଣ କରିଥିଲେ ପରିଦର୍ଶନ କରିଥିଲା ଆଉ ସମ୍ପୂର୍ଣ୍ଣ ଭାରତର ଏକତ୍ୱ ବହନରେ ୟାଙ୍କର ମଧ୍ୟ ପିଲେ ବହୁତ ବଡ ଭୂମିକା ରହିଛି ପିଲେ। ମାନେ ସେଥିପାଇଁ ଶଙ୍କରାଚାର୍ଯ୍ୟ ପିଲେ ଭାରତର ଚାରି ଦିଗରେ ପିଲେ 4ଟି ମଠ ସ୍ଥାପନ କରିଥିଲେ ପିଲେ ମାନେ ମଠ ସ୍ଥାପନ କରି ହେଲା। ଆଉ ତାଙ୍କର ପିଲେ ବିଶିଷ୍ଟ କୃତି ହଉଛି ବ୍ରହ୍ମସୂତ୍ରରେ ସେ ଗୋଟେ ଭାଷ୍ୟ ଲେଖିଥିଲେ ପିଲେ। କୋଉ ଭାଷ୍ୟ ଶାରୀରିକ ଭାଷ୍ୟ ହେଲା। ଶାରୀରିକ ଭାଷ୍ୟ। ତ ତାଙ୍କ ଭାଷ୍ୟର ନାଁ ହଉଛି ପିଲେ ଶାରୀରିକ ଭାଷ୍ୟ। ହଁ ଆଉ ତା ସହିତ ପିଲେ ସର୍ବମ ଖଲୁ ଇଦମ ବ୍ରହ୍ମ ଏଇଟା ହିଁ ତାଙ୍କର ପିଲେ କଣ ଥିଲେ ପିଲେ ଏଇ ଉକ୍ତିକୁ ହିଁ ସେ ପିଲେ ପ୍ରତିପାଦନ କରୁଥିଲେ ହେଲା। ଧ୍ୟେୟ ବାକ୍ୟ ଥିଲା। ଆଉ ତା ସହିତ ପିଲେ ସଂସ୍କୃତର ବିକାଶ ପାଇଁ ଆଉ ସବୁ କଣ କଣ କରାଯାଇଛି ପିଲେ ଓଡିଶାରେ ଯେମିତି କି 1981ରେ ପିଲେ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପିଲେ କଣ କରାଯାଇଥିଲା ସ୍ଥାପନା କରାଯାଇଥିଲା ହେଲା। ଆଉ ତା ସହିତ 2010 ମସିହାରୁ ପିଲେ ପ୍ରାଥମିକ ସ୍ତରରେ ମାନେ 6th କ୍ଲାସ ରୁ ପିଲେ ସଂସ୍କୃତ ଶିକ୍ଷାକୁ ପିଲେ ଆରମ୍ଭ କରାଯାଇଥିଲା। 2010 ମସିହାରୁ ପିଲେ ଆରମ୍ଭ ହେଇଥିଲା। 6th କ୍ଲାସ ରୁ କଣ ପଢିବା ସଂସ୍କୃତ ପିଲେ। ଆଉ ତା ସହିତ ଆମର ଯୋଉ ପିଲେ ମାଧ୍ୟମିକ ସ୍ତରୀୟ ଶିକ୍ଷକ ମାନଙ୍କ ପାଇଁ ଯୋଉମାନେ ଟ୍ରେନ୍ଡ ଗ୍ରାଜୁଏଟ ଟିଚର ପିଲେ ସେମାନଙ୍କ ପାଇଁ 1980ରେ ପିଲେ ସଦାଶିବ କ୍ୟାମ୍ପସ ରେ ପିଲେ କଣ ଆରମ୍ଭ କରାଯାଇଥିଲା ଶିକ୍ଷା ଶାସ୍ତ୍ରୀ ହେଲା। ଆଉ ସେଇ ଯୋଉ ବିଏଡ ପିଲା ଆରମ୍ଭ ହେଇଥିଲା ଜଗନ୍ନାଥରେ କେବେ 2012 ମସିହାରେ। ତା ସହିତ ଯୋଉମାନେ ପିଲେ ସିଟି ପିଲାମାନେ ଅଛନ୍ତି ସେମାନଙ୍କର ଆଗରୁ ସାଂସ୍କୃତି ପଢା ହଉନଥିଲା କିନ୍ତୁ ସେମାନଙ୍କ ସିଲାବସ ରେ ମଧ୍ୟ ସାଂସ୍କୃତି ଆଡ କରାଗଲା ପିଲେ କେବେ 2013 ମସିହାରେ। ଠିକ ଅଛି। ତ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପ୍ରତ୍ୟେକ ପ୍ରଶିକ୍ଷଣ କେନ୍ଦ୍ରରେ ପିଲେ ପ୍ରାଥମିକ ଶିକ୍ଷକ ମାନଙ୍କୁ ମଧ୍ୟ ସଂସ୍କୃତ ବିଷୟରେ ପିଲେ ପ୍ରଶିକ୍ଷଣ ଦେବା ପାଇଁ ଆରମ୍ଭ କରାଯାଇଥିଲା ପିଲେ ଏଇ ପ୍ରୋଗ୍ରାମ ଟା ହେଲା। ଠିକ ଅଛି ପିଲେ ତା ସାର୍ ଆଉ ଥରେ କୁହନ୍ତୁ ତ 2012ରେ କଣ ହେଇଥିଲା 2013ରେ କଣ ହେଇଥିଲା? 12ରେ ଝିଅ ଜଗନ୍ନାଥରେ ବିଏଡ ଆରମ୍ଭ ହେଇଥିଲା ଜଗନ୍ନାଥ ୟୁନିଭରସିଟିରେ ବିଏଡ ଆରମ୍ଭ ହେଇଥିଲା ବିଏଡ ପ୍ରୋଗ୍ରାମ ଟା। ଆଉ ସାର୍ 2013ରେ ବି ଯୋଉମାନେ ସବୁ ସିଟି କରୁଛନ୍ତି ସିଟି ପିଲାମାନେ ଅଛନ୍ତି ସେମାନଙ୍କର ପାଠ୍ୟକ୍ରମରେ ସଂସ୍କୃତକୁ ଗୋଟେ ବିଷୟ ବୋଲି ନିର୍ଦ୍ଧାରଣ କରାଯାଇଥିଲା ବା ତାଙ୍କ ପାଠ୍ୟକ୍ରମରେ ସଂସ୍କୃତକୁ ଆଡ କରାଯାଇଥିଲା। ସାର୍ 2010 ଟିକେ କୁହନ୍ତୁ ତ? 10ରେ ସଦାଶିବରେ ଆରମ୍ଭ ହେଇଥିଲା ଝିଅ ବିଏଡ ଠିକ ଅଛି। ସେ 10ରେ ସଂସ୍କୃତ ପଢିବା ପାଇଁ 6th କ୍ଲାସରେ ଆରମ୍ଭ ଆଚ୍ଛା ଆଚ୍ଛା ହଁ ହଁ ସରି 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 10ରେ ଷଷ୍ଠ ଶ୍ରେଣୀ ଦ୍ୱାରା 6th କ୍ଲାସ ରୁ ସଂସ୍କୃତ ଲାଗୁ କରାହେଇଥିଲା ହେଲା। ସେ ପ୍ରାଥମିକରେ ନା ମାଧ୍ୟମିକରେ ଏଇଟା ମଧ୍ୟ ଗୋଟେ ପ୍ରଶ୍ନ ଆସୁଛି। ହଁ ତ 6th କ୍ଲାସ ମାନେ ତ ପ୍ରାଥମିକ ନା। ପ୍ରାଇମେରୀ ଲେଭେଲ ହଁ ପ୍ରାଇମେରୀ। ଉଚ୍ଚ ପ୍ରାଥମିକ ବୋଲି ବି କହୁଛନ୍ତି। ହଁ ଉଚ୍ଚ ପ୍ରାଥମିକ ପିଲେ ଠିକ ଅଛି। ତା ସହିତ ପିଲେ ସେଠି ଆଉ ମଧ୍ୟ କିଛି ସଂସ୍କୃତର ମହତ୍ୱ ବିଷୟରେ କହୁଛନ୍ତି ପିଲେ କି ଏଚ ଏସ ୱିଲସନ ଯିଏ କି ପିଲେ କହିଥିଲେ କି ଭାରତସ୍ୟ ପ୍ରତିଷ୍ଠେ ଦ୍ୱେ ସଂସ୍କୃତମ୍
ସଂସ୍କୃତିସ୍ତଥା ମାନେ ତ ଭାରତରେ ଯଦି କିଛି ପ୍ରତିଷ୍ଠା ଥାଏ ତେବେ ଦୁଇଟି ହିଁ ଜିନିଷ ପ୍ରତିଷ୍ଠା, ଗୋଟେ ହଉଛି ସଂସ୍କୃତ, ଗୋଟେ ହଉଛି ସଂସ୍କୃତି, ନହେଲେ ଭାରତରେ ଆଉ କିଛି ନାହିଁ ପିଲେ ନା ନାଇଁ। ଏ ଦୁଇଟି ଜିନିଷ ପାଇଁ ହିଁ ଭାରତ 2013 ମସିହାରୁ ମାଧ୍ୟମିକରେ 2013 ମସିହାରେ ମାଧ୍ୟମିକ ଆଉ 2010 ରେ ପ୍ରାଥମିକ। ମାଧ୍ୟମିକରେ ଆରମ୍ଭ ହୋଇଥିଲା 2010 ମସିହାରେ ପିଲେ ପ୍ରାଥମିକ ମାନେ 6th କ୍ଲାସରେ ସାଂସ୍କ୍ରିଟ ଲାଗୁ କରାଯାଇଥିଲା। 2013ରେ ପିଲେ ତାର ଯୋଉମାନେ ଏଠି ଲେଖା ପ୍ରାଥମିକ ହେଇଛି 2013। ଶିକ୍ଷକ ହବା ପାଇଁ ଯୋଉମାନେ ସିଟି କରୁଛନ୍ତି, ସିଟି ପିଲାମାନଙ୍କ ସିଲାବସରେ ଲାଗୁ ହେଇଥିଲା। ବୁଝିହବ? ଆଚ୍ଛା, ସେମାନେ ମଧ୍ୟ ସଂସ୍କୃତ ପଢୁଛନ୍ତି 2013 ମସିହା ପିଲା, ଯୋଉ ହଁ ସିଟି ପିଲାମାନେ। ତ ଏଇଟା ସିଟି ବହିରୁ ତ ମାନେ ବି ପଢୁଛେ ପିଲେ, ତ ତାଙ୍କ ସିଲାବସରେ ଏଇଟା ହିଁ କରାଯାଇଛି ନା ନାଇଁ। ତ ସେଥିପାଇଁ ସିଟି ପିଲାମାନଙ୍କୁ ମଧ୍ୟ ସଂସ୍କୃତ ପିଲେ ପଢାଯାଉଛି। ଠିକ ଅଛି ପିଲେ, ତ 1857 ରେ ପିଲେ ମ୍ୟାକ୍ସମୁଲାର ପିଲେ ଲୌହାକ୍ଷରରେ ଖୋଦିତ ଦେବନାଗରୀ ଲିପିରେ ପିଲେ ଋକବେଦ ସହିତ ଋକବେଦର ଯୋଉ ସାୟଣ ଭାଷ୍ୟ ପିଲେ ତାକୁ ମଧ୍ୟ ସେ ପ୍ରକାଶ କରିଥିଲେ ଦେବନାଗରୀ ଲିପିରେ ହେଲା। ଆରେ ପିଲେ ସ୍କ୍ରିନ୍ ଶୋ କରୁଛି ଟି? ଆଜ୍ଞା ସାର୍। ତା ସାର୍ ସହିତ ଭଏସ କଟ୍ ହଉଥିଲା, ତା ସହିତ ପିଲେ ଭଏସ କଟ୍ ହଉଥିଲା ସାର୍। MM ୱିଲିୟମ ପିଲେ ଯିଏ କି 1851 ରେ ଗୋଟେ ଲେଖିଥିଲେ ଡିକ୍ସନାରୀ ପିଲେ, କୋଉଟା ଏ ଡିକ୍ସନାରୀ ଇଂଲିଶ ଆଣ୍ଡ ସାଂସ୍କ୍ରିଟ ହେଲା। ଆଉ ସେଇ MM ୱିଲିୟମ ପିଲେ 1899 ରେ ଲେଖିଲେ ଆଉ ଗୋଟେ ଡିକ୍ସନାରୀ ପିଲେ ଏ ସାଂସ୍କ୍ରିଟ ଇଂଲିଶ ଡିକ୍ସନାରୀ। ତ ଫାର୍ଷ୍ଟ ହଉଛି ପିଲେ ଇଂଲିଶ ରୁ ସାଂସ୍କ୍ରିଟ ଆଉ ସେକେଣ୍ଡ ଟା ହଉଛି ପିଲେ ସାଂସ୍କ୍ରିଟ ରୁ ଇଂଲିଶ ହେଲା। ତା ସହିତ ବୋଡେନର ପ୍ରଫେସର ପିଲେ ଅର୍ଥର ଆନ୍ଥୋମି ମେକଡୋନେଲ ଯିଏ କି 1924 ରେ ପିଲେ ଗୋଟେ ଡିକ୍ସନାରୀ ଲେଖିଥିଲେ ପ୍ରାକ୍ଟିକାଲ ସାଂସ୍କ୍ରିଟ ଡିକ୍ସନାରୀ ହେଲା। ତ ଏଇ ସବୁ ଗୁଡାକ ମନେ ରଖୁଥିବ ପିଲେ ଟିକେ ଟିକେ। ଆଉ ତା ସହିତ ପିଲେ ସେ ଟିକେ ନାକୁ ପଛକୁ ପଳଉଛନ୍ତି ପିଲେ, ଯେତେବେଳେ ଇଂରେଜ ମାନେ ଶାସନ କରୁଥିଲେ ଭାରତକୁ ସେ ସମୟର ଦୃଶ୍ୟ ଟିକେ କହୁଛନ୍ତି କି 1783 ମସିହା ଯୋଉ ସମୟରେ ଭାରତର ରାଜଧାନୀ ଥିଲା ପିଲେ କଣ? କଲିକତା ପିଲେ। ତ ସେ ସମୟରେ 1783 ରେ ପିଲେ କଲିକତାରେ ଏକ ସଂସ୍କୃତ ମହାବିଦ୍ୟାଳୟ ଆଉ ରୟାଲ ଏସିଆଟିକ ସୋସାଇଟି ନାମକ ଦୁଇଟି ସଂସ୍ଥାର ପିଲେ ପ୍ରତିଷ୍ଠା କରାଯାଇଥିଲା ପିଲେ ହେଲା। ତେବେ ଦିଟା ସଂସ୍ଥା ଥିଲା, ଗୋଟେ ଥିଲା ସଂସ୍କୃତ ମହାବିଦ୍ୟାଳୟ ଆଉ ଗୋଟେ ଥିଲା ପିଲେ କଣ ରୟାଲ ଏସିଆଟିକ ସୋସାଇଟି। ତେବେ ଉଭୟଙ୍କର କାମ ଏଇଆ ଥିଲା, ଯୋଉ ପ୍ରଥମ ସଂସ୍ଥା ଥିଲା ତ ତାର କାମ ଥିଲା ସଂସ୍କୃତ ପଢେଇବା ଆଉ ସଂସ୍କୃତ ବହିକି ପିଲେ ଛାପିବା ପ୍ରକାଶନ କରିବା। ଆଉ ଯୋଉ ରୟାଲ ଏସିଆଟିକ ସୋସାଇଟି ଥିଲା ୟାର କାମ ହଉଛି ପିଲେ କଣ ନା ସଂସ୍କୃତର ପିଲେ ଇଂରାଜୀରେ ଅନୁବାଦ କରିବା ଆଉ ଯୋଉ ଗୁଡାକ ସବୁ ପିଲେ ଅପ୍ରଚଳିତ ହେଇକିରି ଅଛି ଯୋଉ ପୋଥି ଗୁଡାକ ସବୁ ତାର ପିଲେ କଣ କରିବା ପ୍ରକାଶନ କରିବା ହେଲା। ତ ଏଇ ଯୋଉ ଦିଟା ସଂସ୍ଥାରେ ପିଲେ ଏଇ ସବୁ କାମ ରହିଥିଲା। ଆଉ ତଥା ସେ ସମୟରେ ପିଲେ 1785 ରେ ପିଲେ ଚାର୍ଲସ ୱିଲକିନ୍ସ ଯିଏ କି ଗୀତା ଆଉ ହିତୋପଦେଶର ପିଲେ କଣ କୁ ଅନୁବାଦ କରିଥିଲେ? ଇଂରାଜୀ ଅନୁବାଦ ପିଲେ କରିଥିଲେ। ଆଉ 1789 ରେ ପିଲେ ସାର ଜୋନ୍ସ ଯିଏକି ଅଭିଜ୍ଞାନ ଶାକୁନ୍ତଳମରେ ପିଲେ ଇଂରାଜୀ ଟ୍ରାନ୍ସଲେସନ କରିଥିଲେ ହେଲା। ତାପରେ ସେଥିରୁ ପିଲେ କଣ କହୁଛନ୍ତି 1791 ରେ ପିଲେ ଜର୍ଜ ଫାଷ୍ଟନ ଯିଏକି ଅଭିଜ୍ଞାନ ଶାକୁନ୍ତଳମରେ ପିଲେ କୋଉ ଭାଷାରେ ଅନୁବାଦ କରିଥିଲେ? ଜର୍ମାନୀ। ଜର୍ମାନୀ ଭାଷାରେ ହେଲା। ତ ଏଗୁଡାକ ସବୁ ଟିକେ ଟିକେ ମନେ ରଖୁଥିବ ପିଲେ ହେଲା। ଏ ସବୁ ମାନେ ପୂର୍ବ ପ୍ରସଙ୍ଗ ଗୁଡାକ ନା ଏଥିରୁ ପ୍ରଶ୍ନ ଆସିଥାଏ ପିଲେ ପରୀକ୍ଷାରେ ହେଲା। ଯୋଉ ଗତ ଥର SSPTGT ରେ ମଧ୍ୟ ବହୁତ ସାରା ପ୍ରଶ୍ନ ଆସିଥିଲା ଏଗୁଡାକରୁ। ଆଉ ତା ସହିତ ସେ କହୁଛନ୍ତି କି ଭାରତ ବର୍ଷରେ ପିଲେ ପ୍ରାୟଶଃ 782ଟି ଭାଷାରେ ଲୋକମାନେ କଣ ହୁଅନ୍ତି ପିଲେ କଥାବାର୍ତ୍ତା ହୁଅନ୍ତି। ବହୁତ ଭାଷା ଅଛି ପିଲେ ନା ନାଇଁ। ଆଉ ତା ଭିତରୁ ପିଲେ କିଛି ଅଣ ଭାରତୀୟ ଭାଷା ପିଲେ 63 ଅଛି। ଆଉ ବାକି ଯୋଉ ଲେଖା ପଢା ହଉଥିବା ଭାଷା ହଉଛି ପିଲେ କେତୋଟି? 15ଟି ଭାଷା ହେଲା। ଆଉ ତା ସହିତ ସେ କହୁଛନ୍ତି କି 1956 ରେ ପିଲେ କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ପରିଷଦ ସେଣ୍ଟ୍ରାଲ ଆଡଭାଇଜରୀ ବୋର୍ଡ ଅଫ ଏଜୁକେସନ CABE ତ ଇଏ ପିଲେ କାହାର ପ୍ରଣୟନ କରିଥିଲା? ତ୍ରିଭାଷା ସୂତ୍ରର ପିଲେ ପ୍ରଣୟନ କରିଥିଲା। କିନ୍ତୁ ତ୍ରିଭାଷା ସୂତ୍ରକୁ ପିଲେ ଲାଗୁ କେବେ କରାଯାଇଥିଲା? ହଁ ତ 1964 ପିଲେ ମାନେ କୋଠାରୀ ଆୟୋଗରେ ପିଲେ ଆକୁ ଇଏ କରାଯାଇଥିଲା। ଆଉ ଆମର ଭାରତର ଯୋଉ ପ୍ରଥମ ଶିକ୍ଷା ନୀତି ପିଲେ କେବେ ହେଇଥିଲା ପିଲେ ଯୋଉ NEP ଫାଷ୍ଟ NEP? 1968। 1968।
1968 ରେ ପିଲା ହେଇଥିଲେ ଆଉ ଯୋଉ 1968 ଟା ପିଲା ହେଇଥିଲେ ଏଟା କୋଠାରୀ କମିଶନ ଉପରେ ବେଶ ହେଇଥିଲା ତ ସେଥିପାଇଁ ଆମର ଯୋଉ ତ୍ରିଭାଷା ସୂତ୍ର ଲାଗୁ କରାଯାଇଥିଲା ପିଲେ 1968 ରେ ପିଲେ 68 ରେ 64 ରେ ପିଲେ ମାନେ ଦେଖ ଆମର ଆକ୍ଚୁଆଲି ଯେତେବେଳେ କୌଣସି ଶିକ୍ଷା ନୀତି ହୁଏ ନା ପିଲେ ଏନଇପି କି ଲାଗୁ କରାଯାଏ ପିଲେ କିନ୍ତୁ ଯେତେ ସବୁ କମିଶନ ହୁଏ ଆୟୋଗ ହୁଏ ସେଥିରେ ପିଲେ କେବଳ ରେକମେଣ୍ଡେସନ ଦିଆଯାଏ କି ଏଇଆ କରାଯାଉ ବୋଲି ତାପରେ ସେଇ ରେକମେଣ୍ଡେସନ କୁ ଆଧାର କରିକି ପିଲେ ତାକୁ ଲାଗୁ करे ପିଲେ କିଏ ସେ ଏନଇପି ଯେମିତି ବର୍ତ୍ତମାନ NEP ପିଲା ଆମମାନଙ୍କର ଯୋଉ ପିଲା +3 4 ବର୍ଷ ହେଇଗଲା ତ ଏଇଟା କାହା ହିସାବରେ ପିଲା ହେଲା 4 ବର୍ଷ NEP 2020 ଏନଇପି 2020 ହିସାବରେ ପିଲା ହେଲା ତ ସେଥିପାଇଁ ଏନଇପି ଯୋଉଗୁଡାକ ହୁଏ ପିଲା ସେମାନେ ଲାଗୁ କରନ୍ତି ପିଲା ସେମାନେ ନିୟମକୁ କାର୍ଯ୍ୟକାରୀ କରିଥାନ୍ତି ଆଉ ଯୋଉ ଆୟୋଗ ଗୁଡାକ ସବୁ ହଉଛି ତାର କାମ ହଉଛି କଣ କରିବା ନୀତି ନିର୍ଦ୍ଧାରଣ ନୀତି ନିର୍ଦ୍ଧାରଣ କରିବା ସେମାନେ ରେକମେଣ୍ଡ କରିବେ ପିଲେ ଏଇ ଜିନିଷ କରାଯାଉ ବୋଲି ବୁଝଉଛି ନା ସାର୍ ଅଣଭାରତୀୟ ଭାଷା ଯୋଉ 63ଟି ଯୋଉ ରହିଛି ସେଟା କଣ ମାନେ କଥାବାର୍ତ୍ତା ଆମେ ଯୋଉ କହୁଛୁ ସେଇ ଭାଷା କି ମାନେ 782 ଭାଷାରେ କଥାବାର୍ତ୍ତା ହୁଅନ୍ତି କିନ୍ତୁ ଅଣଭାରତୀୟ ଅଣଭାରତୀୟ ଭାଷା ମାନେ କଣ? ଯୋଉଟାକ ଭାରତୀୟ ନା କାରଣ ଆମ ଭାରତରେ ବି ତ ଇଂରାଜୀ ଜର୍ମାନୀ ଏସବୁ ଭାଷାରେ ବି ଲୋକ ଏବେ ବି ଅଛନ୍ତି ନା ନା ନାଇଁ ଆଜ୍ଞା ବୁଝିହଉଛି ପିଲେ ଆଉ ତ୍ରିଭାଷାରେ ଆମର ଆସିଯିବ ସଂସ୍କୃତ ମାନେ ପ୍ରଥମ ଇଂରାଜୀ ଆଉ ମାତୃଭାଷା ଆଉ ସଂସ୍କୃତ ଏଇ ତିନିଟି ନାଇଁ ତ୍ରିଭାଷା ସୂତ୍ରରେ ପ୍ରଥମ ଭାଷା ହଉଛି ପିଲେ କୋଉ ଭାଷା ମାତୃଭାଷା ମାତୃଭାଷା ପିଲେ ବୁଝିହଉଛି ନା ନାଇଁ ମାତୃଭାଷା ଆଉ ଯୋଉ ଦ୍ୱିତୀୟ ଭାଷା ହଉଛି ପିଲେ କୋଉଟା ଇଂଲିଶ ଇଂରାଜୀ ତୃତୀୟ ଆରେ ମୁଁ ତମକୁ କହିଥିଲି ପରା ପିଲା ଦିନେ ରାଜ୍ୟ ଆରେ ଆମର ଭାରତକୁ ପିଲେ ଦୁଇ ଭାଗରେ ବିଭକ୍ତ କରାଯାଇଛି ନା ନାଇଁ ଗୋଟେ ହଉଛି ପିଲେ କଣ ହିନ୍ଦୀ କହୁଥିବା ଭାଷା ଆଉ ଗୋଟେ ହଉଛି ପିଲେ ହିନ୍ଦୀ କହୁନଥିବା ଭାଷା ମାନେ ଗୋଟେ ହଉଛି ପିଲେ ହିନ୍ଦୀ ଭାଷୀୟ ରାଜ୍ୟ ଆଉ ହଉଛି ପିଲେ ଅଣ ହିନ୍ଦୀ ଭାଷୀୟ ରାଜ୍ୟ ବୁଝିହଉଛି ନା ନାଇଁ ତ ଦି ପ୍ରକାରରେ ପିଲେ ଭାରତର ରାଜ୍ୟ ମାନଙ୍କୁ ବିଭକ୍ତ କରାଯାଇଛି ତ ସେଇ ହିସାବରେ ଯୋଉ ତ୍ରିଭାଷା ସୂତ୍ର ମଧ୍ୟ ଆମେ ଦିଟା ଜାଗାରେ ପିଲେ ଆପ୍ଲାଏ କରିବା ଅର୍ଥାତ ଯୋଉ ଯେମିତି ଏକ୍ସାମ୍ପଲ ପାଇଁ ପିଲେ ମୁଁ କହୁଛି ଆମମାନେ ବର୍ତ୍ତମାନ ପ୍ରଥମ ଚିନ୍ତା କରିବା କି ଯୋଉ ଜାଗାରେ ହିନ୍ଦୀ କୁହାଯାଉଛି ହିନ୍ଦୀ ଭାଷୀୟ ରାଜ୍ୟ ସେଠି ପିଲେ ପ୍ରଥମ ଭାଷା ହଉଛି ସେମାନଙ୍କର କୋଉ ଭାଷା ହେଇଗଲା ମାତୃଭାଷା ହିନ୍ଦୀ ହେଲା ପ୍ରଥମ ଭାଷା ହଉଛି ପିଲେ ସ୍ଥିର ବୁଝିହଉଛି ନା ନାଇଁ ପ୍ରଥମ ଭାଷାରେ କେହି ହାତ ମାରି ପାରିବେନି ପ୍ରଥମ ଭାଷା ସମସ୍ତଙ୍କ ପାଇଁ ସ୍ଥିର ପିଲେ ଯାହାର ଯୋଉଟା ମାତୃଭାଷା ସେ ହିଁ ହବ ପିଲେ କୋଉ ଭାଷା ଫାଷ୍ଟ ହେଲା ତାପରେ ଯୋଉ ସେକେଣ୍ଡ ଲାଙ୍ଗୁଏଜ ରହିଲା ପିଲେ ତ ଯୋଉଠି ହିନ୍ଦୀ ମାନେ କୁହାଯାଉଛି ପିଲେ ତ ସେଠି କଣ କରାଯିବ ତ ସେଠି ସେମାନେ ଦ୍ୱିତୀୟ ଭାଷା ହିସାବରେ ପିଲେ କୋଉ ଭାଷାକୁ ନେବେ କୌଣସି ଗୋଟେ ଆଧୁନିକ ଭାରତୀୟ ଭାଷା କୌଣସି ଗୋଟେ ଆଧୁନିକ ଭାରତୀୟ ଭାଷା ନେଇପାରିବେ ନହେଲେ ତ ପିଲେ ଇଂରାଜୀ କି ନେଇପାରିବେ ଆଉ ତୃତୀୟ ଭାଷା ହିସାବରେ ମଧ୍ୟ ସେମାନେ ପିଲେ କୌଣସି ଏକ ଆଧୁନିକ ଭାରତୀୟ ଭାଷାକୁ ନେଇପାରିବେ ଅଥବା ପିଲେ ଇଂରାଜୀ କି ନେଇପାରିବେ ବୁଝିହଉଛି ନା ନାଇଁ ତ ସେଥିପାଇଁ ସେକେଣ୍ଡ ଆଉ ଯୋଉ 3 ନମ୍ବର ଲାଙ୍ଗୁଏଜ ପିଲେ ତ କୌଣସି ଭାରତୀୟ ଭାଷା ଓବ୍ଲିକ ପିଲେ କଣ ଇଂରାଜୀ ଭାଷା ହେଲା ତ ସଂସ୍କୃତ ବୋଲି ସେମିତି କିଛି ପିଲେ ଇଂରାଜୀ ଭାଷା ମାନେ ଇଏ ନାହିଁ ପିଲେ ତ ଯେହେତୁ ପିଲେ ଭାରତୀୟ ଭାଷା ବୋଲି କୁହାଯାଉ ତ ସେଇ ହିସାବରେ ତମେ ସଂସ୍କୃତ ନେଲେ ହବ ନ ନେଲେ ହବ ହେଲା ତ ସେଇ ହିସାବରେ ଯୋଉ ରାଜ୍ୟ ଉପରେ ଯାହା ସ୍ଥିର କରିବ ସେଇ ହିସାବରେ ହବ କିନ୍ତୁ ପ୍ରଥମ ଭାଷା ଉପରେ ସମସ୍ତଙ୍କର ସ୍ଥିର ପିଲେ ହେଲା ପ୍ରଥମ ଭାଷା ସବୁବେଳ ପାଇଁ କଣ ରହିବ ମାତୃଭାଷା ମାତୃଭାଷା ହିଁ ରହିବ ପିଲେ ମାତୃଭାଷା ହେଲା ଆଉ ଆମର ଯୋଉ ସାରା ଭାରତ ବର୍ଷରେ ପିଲେ ଶିକ୍ଷାଦାନ କ୍ଷେତ୍ରରେ ପିଲେ ଯୋଉ ସଂସ୍କୃତ ଭାଷା ଶିକ୍ଷଣ ବ୍ୟବସ୍ଥାରେ ପିଲେ କେତୋଟି ଲକ୍ଷ୍ୟ ରହିଛି 3ଟି 3ଟି ପିଲେ ଲକ୍ଷ୍ୟ ରହିଛି ହେଲା ତ ଜ୍ଞାନାତ୍ମକ ଲକ୍ଷ୍ୟ ଭାବାତ୍ମକ ଲକ୍ଷ୍ୟ ଆଉ ହଉଛି କୌଶଳାତ୍ମକ ଲକ୍ଷ୍ୟ ପିଲେ ହେଲା ସାର୍ ଆଉ ତ୍ରିଭାଷା କଣ କଣ ହେଲା ତ୍ରିଭାଷା ସୂତ୍ର ହେଲା ପିଲେ ଆମ ମାନଙ୍କର ଫାଷ୍ଟ ଲାଙ୍ଗୁଏଜ ସମସ୍ତଙ୍କର ମାତୃଭାଷା ପିଲେ ବୁଝିହଉଛି ତାପରେ ତମ ମାନେ ଯୋଉ ଦ୍ୱିତୀୟ ଭାଷା ଆଉ ତୃତୀୟ ଭାଷା ଜାଗାରେ ତୁମେ ଓବ୍ଲିକ ଦେଇକି ଲେଖିପାରିବ ପିଲେ କଣ ଆଧୁନିକ ଭାରତୀୟ ଭାଷା ଓବ୍ଲିକ ଇଂରେଜୀ ହେଲା ଆଜ୍ଞା ସାର୍ ଆଧୁନିକ ଭାରତୀୟ ଭାଷାରେ କଣ କଣ ଆସିବ ଆଧୁନିକ ଭାରତୀୟ ଭାଷା ଯାହା ବି ରହିଲା ପିଲେ ତେଲୁଗୁ ତାମିଲ ଓଡିଆ ଅହମିୟା ବଙ୍ଗାଳୀ ହେଲା
ସେଇଟା ତ ସଂସ୍କୃତ ଆଞ୍ଚଳିକ ମାନେ ସେଇଟା ତ ପ୍ରାଦେଶିକ ମାନେ ଯେମିତି କି ପ୍ରଦେଶ ଭାଷାରେ ପ୍ରାଦେଶିକ ଭାବରେ ସେଇଟା ଆସିଯିବ। ମାନ୍ଦ୍ରାଜ ତ ଏଇଗୁଡାକ ସେଗୁଡାକ ବି ଆଧୁନିକ ଆଧୁନିକର ଭାରତୀୟ ଭାଷା। ସାର୍ ଆଧୁନିକର ଫେକ୍ ମାନ୍ଦ୍ରାଜ ଏଇଗୁଡାକ ରହୁଛି। ବୁଝିହଉଛି ନା ନାଇଁ ପିଲେ? ସେ 3 ନମ୍ବରରେ 3 ନମ୍ବର ବି ଠିକ ସେଇ ହିଁ ଜିନିଷ ଝିଅ ହେଲା। କୌଣସି ଆଧୁନିକ ଭାରତୀୟ ଭାଷା ନେଇପାରିବ ଅଥବା ବିଦେଶୀ ଭାଷା ଅଥବା ବିଦେଶୀ ଭାଷାରେ ପିଲେ ଇଂରାଜୀ ଯାଉଛି ଆଉ କଣ। ସାର୍ ଆଧୁନିକରେ ଫ୍ରାନ୍ସ ଇଟାଲିକ ଏଇଗୁଡାକ ଯିବ କି? ସେଗୁଡାକ ସବୁ ବିଦେଶୀ ଭାଷାରେ ଯିବ ଠିକ ଅଛି ନା ନାଇଁ। ସେଗୁଡାକ ଆମେ ତାକୁ କଣ କହିବା ପିଲେ? ତାକୁ ବିଦେଶୀ ଭାଷା ହିସାବରେ ଗ୍ରହଣ କରିବ। ଅଣ ଭାରତୀୟ ଭାଷା। ହଁ ଅଣ ଭାରତୀୟ ଭାଷା। ଆରେ ପିଲେ ବୁଝି ହେଇଯିବ ଟି ନା ନାଇଁ? ଆଉ ଆଜ୍ଞା ଆଧୁନିକ ସାର୍। ଭାରତୀୟ ଭାଷା ମାନେ ଯୋଉଟାକୁ ପିଲେ ତମମାନଙ୍କୁ କୁହାଗଲା ଠିକ ଅଛି। ଆମର ଓଡିଆ ମଧ୍ୟ ପିଲେ କୋଉ ଭାଷା ଆଧୁନିକ ଭାରତୀୟ ଭାଷା ବୁଝି ହଉଛି ନା ନାଇଁ? ହେଲା। ଯାହାର ଯାହା ଆଧୁନିକ ଭାଷାଟା ସେଟା ତ ମାତୃଭାଷାରେ ଯିବ ନା। ହଁ ତାଙ୍କର ସେଇଟା ତ ମାତୃଭାଷା ହେଇଗଲା। ବର୍ତ୍ତମାନ ଜଣେ ଉତ୍ତରପ୍ରଦେଶରେ ଅଛି ସେ କହିଲା ମୁଁ କଣ ସେଟା ଆଧୁନିକ ଭାରତୀୟ ଭାଷା ପଢିବା ପାଇଁ ଚାହୁଁଛି। ତ ସେ ନିଜ ଭାଷା ତ ହିନ୍ଦୀ ପଢିବାକୁ ପଡିବ। ତା ସହିତ ଯଦି ଚାହିଁବ ଓଡିଆ ପଢିବା ପାଇଁ ପଢିପାରିବ। ଠିକ ଅଛି ତ ତାଙ୍କ ରାଜ୍ୟ ସରକାର ଯାହା ବ୍ୟବସ୍ଥା କରିଥିବେ ସେଇ ହିସାବରେ ସେ ପଢିବ ଝିଅ। କିନ୍ତୁ ପ୍ରାୟ ଜାଗାରେ କଣ କରାଯାଉଛି ପିଲେ ସଂସ୍କୃତକୁ ହଁ ହିଁ ସାର୍ ସେମାନେ ଯୋଉ ଏରିଆ ୱାଇଜ ସେଇ ହିସାବରେ ନିଆଯିବ ଭାଷାଟାକୁ ମାନେ ମାତୃଭାଷା ଯାହାର ଯାହା ହେଇଥିବ ମାତୃଭାଷା ନିଆଯିବ। ତାପରେ ସେକେଣ୍ଡ ସେଟା ରହିଲା ଥାର୍ଡ ଟାକୁ ସଂସ୍କୃତ ବି ନେଇ ହବ ସେ ଇଏ ଭାଷା ବି ନେଇ ହବ। ହଁ ଏ ଭାଷା ବି ନେଇପାରିବ ହେଲା। ହଉ ଠିକ ଅଛି ଆମେ ପୁଣି ପିଲେ କାଲିକି ଏଇଠୁ ପିଲେ ଆରମ୍ଭ କରିବା ଆଉ ଠିକ ଅଛି। ଲକ୍ଷ୍ୟ ଗୁଡା ପିଲେ କଣ କଣ ସବୁ ଅଛି ଆଉ। ଜ୍ଞାନାତ୍ମକ ଲକ୍ଷ୍ୟ କଣ ଭାବାତ୍ମକ ଲକ୍ଷ୍ୟ କଣ ଏଗୁଡାକ ପିଲେ ଦେଖିବା। ସାର୍ ହୁଁ। ସାର୍ ଏଇଗୁଡାକ ଯୋଉ ଓଡିଆ ସିଟି ବୁକ୍ ରେ ଅଛି ତ? ହଁ ଓଡିଆ ନାଇଁ ସିଟି ଅଲଗା ସବୁ? ବୁକ୍ ରେ ଏଗୁଡାକ ଅଛି ଝିଅ। ଆଜ୍ଞା ଆଜ୍ଞା। ସାର୍ ନହେଲେ ସାର୍ ପିଡିଏଫ୍ ଦେଲେ ହଁ ସାର୍ ତମକୁ ପିଡିଏଫ୍ ଯୋଉ ସାଂସ୍କିଟ ରେ ପିଲେ ପଠେଆ ହେଇଛି ଯୋଉ ଲିଙ୍କ ପଠେଇ ସେ ଲିଙ୍କ ରେ ଏଇ ସବୁ ଜିନିଷ ହିଁ ଅଛି। ଏକ୍ଜାକ୍ଟଲି ଏଇ ଜିନିଷ ହିଁ ଅଛି ହେଲା। ଏଥିରେ ଯାହା ଲେଖା ସେଥିରେ ବି ସେଇଆ ଲେଖା ଅଛି। ସାର୍ ପିଡିଏଫ୍ ଦେଲେ ବି ଟିକେ ପଢି ଦିଅନ୍ତୁ। ହଁ ସେଇଥିରେ ପିଡିଏଫ୍ ସେଇ ଦିଆ ହେଇଛି ପରା ସେ ନୋଟ ରେ। ସେ ନୋଟ ରେ ଅଛି ପ୍ଲେ ଗୁଡାକ ହେଲା। ଏଥିରେ ଯାହା ଲେଖା ଅଛି ସେଥିରେ ସେୟା ହିଁ ଲେଖା ହେଇଛି। ଏଇଗୁଡାକ ତ ସାର୍ ବହିରେ ବି ଅଛି। ହଁ ବହିରେ ବି ଯାହା ପାଖରେ ବହି ଥିବ ବହିରେ ବି ତ ଅଛି ପିଲେ। ସାର୍ ଏସଏସଟି ପ୍ରଣାମ ସାର୍। ହଉ ପିଲେ ହଉ। ସାର୍